ପ୍ରେଜ୍ ଦ ଲର୍ଡ। ତ ମାଥ୍ୟୁ 9 ଅଧ୍ୟାୟ 13 ପଦ ଆଲଫା ଅଛି କି? प्रेज लॉर्ड सर। ପ୍ରେଜ୍ ଦ ଲର୍ଡ ବେଟା। 9 ଅଧ୍ୟାୟ 13 ପଦ। କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ, ଏହି ବାକ୍ୟର ମର୍ମ ତୁମ୍ଭେମାନେ ଯାଇ ଶିକ୍ଷା କର। କାରଣ ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିନାହିଁ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି। ପ୍ରେଜ୍ ଦ ଲର୍ଡ। ପାପୀ ମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଲି। ଓକେ, ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମର ପ୍ରଥମ କାରଣ ଅଟେ, ଯାହା ଆମେ ସର୍ବସାଧାରଣ ଭାବରେ ଜାଣୁ କି ପାପୀ ମାନଙ୍କୁ ରକ୍ଷା କରିବାକୁ, ପାପୀ ମାନଙ୍କୁ ଉଦ୍ଧାର କରିବାକୁ, ପାପୀ ମାନଙ୍କୁ ଆହ୍ୱାନ କରିବାକୁ ସେ ଆସିଛନ୍ତି। ପାପୀ ମାନଙ୍କୁ ରକ୍ଷା କରିବା ପାଇଁ, ଉଦ୍ଧାର କରିବା ପାଇଁ ଆସିଛନ୍ତି ବୋଲିବା ପଦ ଦି ତିନିଟା ଅଛି। ପ୍ରଥମ ତିମୋଥୀ 1:15 ବି ଟିକେ ପଢିଦେବେ ଏଟା। ପ୍ରଥମ ତିମୋଥୀ 1:15। ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ, ଏହି ବାକ୍ୟ ବିଶ୍ୱାସ ଓ ସର୍ବତ ଭାବେ ଗ୍ରହଣ ଯୋଗ୍ୟ। ସେହି ପ୍ରେଜ୍ ଦ ଲର୍ଡ। ପାପୀମାନ ସେଇ ପାପୀ ମାନଙ୍କ ମଧ୍ୟରେ ମୁଁ ପ୍ରଧାନ। ପ୍ରେରିତ ପାଉଲ କହୁଛନ୍ତି କି ପାପୀ ମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଏଇ ଜଗତରେ ଅବତରଣ କଲେ। ପ୍ରେଜ୍ ଦ ଲର୍ଡ। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମର ଉଦ୍ଦେଶ୍ୟ, କାରଣ, ପର୍ପସ୍ ବିଷୟରେ ଆମେ ମାନେ ଅଧ୍ୟୟନ କରୁଛୁ। ଆଉ ଆମେ ମାନେ ଜାଣୁ କି ପ୍ରକୃତ ଖ୍ରୀଷ୍ଟମାସ କୋଉଟା? ଯୀଶୁ ଖ୍ରୀଷ୍ଟ ବେଥଲେହେମରେ ଜନ୍ମ ହେଇଥିଲେ, ଠିକ ଅଛି। କି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଜି ଆପଣଙ୍କର ହୃଦୟରେ, ଆପଣଙ୍କର ମୋର ଜୀବନରେ ଜନ୍ମ ଗ୍ରହଣ କଲେ କି ଯେଉଁଦିନ ଆମେ ତାଙ୍କ ପାଇଁ ନିଜ ଜୀବନରେ ସ୍ଥାନ ଦେଉ, ସେଇଦିନ ହିଁ ପ୍ରକୃତରେ ଆମ୍ଭମାନଙ୍କର ଠାରେ ଯୀଶୁଙ୍କର ଜନ୍ମ ହେଲା ପରି ଆମେ ନେଉ। ପ୍ରେଜ୍ ଦ ଲର୍ଡ। ଆଉ ଯଦି ଆମେ ନୂଆ ବର୍ଷ ବିଷୟରେ କିଛି ଯଦି ଜାଣିବା, ତ ବର୍ଷକୁ ଗଣିବାଟା ପରମେଶ୍ୱର କୋଉଠି ଶିଖାଇଲେ? ଯାତ୍ରା 12ରେ ଶିଖାଇଲେ। ଆଉ କହିଲେ ଏହି ବର୍ଷ ତୁମ ମାନଙ୍କର ପ୍ରଥମ ବର୍ଷ, ପ୍ରଥମ ମାସ ହେଉ। ଏହି ମାସରେ ତୁମେମାନେ ନିସ୍ତାର ମେଷ ଶାବକକୁ ବଳି ଦେବା ଆବଶ୍ୟକ ବୋଲି କହିଥିଲେ। ଯାତ୍ରା ପୁସ୍ତକ 12 ଅଧ୍ୟାୟରେ। ନିସ୍ତାର ମେଷ ଶାବକ ମାନେ କଣ? ନିସ୍ତାର ପଶୁ ମେଷ ଶାବକଙ୍କର ବଳିଦାନ କାହାକୁ ବୁଝାଏ? କୋଉ ବିଷୟକୁ ବୁଝାଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶକୁ ବୁଝାଏ। ଅର୍ଥାତ୍ ଯେଉଁମାନେ କ୍ରୁଶର ଆଶ୍ରୟ ନେଇଛନ୍ତି, ଯେଉଁମାନେ କ୍ରୁଶକୁ ଗ୍ରହଣ କରି ନେଇଛନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶୀୟ ବଳିଦାନକୁ ଗ୍ରହଣ କରିଛନ୍ତି, ସେମାନଙ୍କର ଜୀବନ ସେଇଠୁ ଆରମ୍ଭ ହୁଏ। ଆକ୍ଚୁଆଲି ଲୋକମାନେ ଜନ୍ମଦିନ ପାଳନ୍ତି, ଆଜି ମୋର ବାର୍ଥଡେ, ମୋର ବାର୍ଥଡେ, ଠିକ ଅଛି। ପିଲା ଛୁଆ ମାନଙ୍କର ଟିକେ ସେଥିରେ ମଜା ଥାଏ, ତେଣୁକରି ଆମେ କରୁ। କିନ୍ତୁ ଆମ ମାନଙ୍କର ଏଇ ସବୁ ବର୍ଷ ଗୁଡିକ ସ୍ୱର୍ଗରେ ଗଣା ହୁଏ ନାହିଁ, ଜାଣିଛନ୍ତି କି ନା ଆପଣ ମାନେ? ଇଭେନ ଜାନୁଆରୀ 1 ତାରିଖରେ ମଧ୍ୟ ଆମେ ହ୍ୟାପି ନ୍ୟୁ ଇୟର ବୋଲିଥାଉ। ସ୍ୱର୍ଗରେ ସେଟାକୁ ନ୍ୟୁ ଇୟର ବୋଲି ମାନନ୍ତି ହିଁ ନାହିଁ। ସ୍ୱର୍ଗରେ ପ୍ରକୃତରେ ଆମମାନଙ୍କର ଜୀବନର ପ୍ରକୃତ ନ୍ୟୁ ଇୟର ହେଲା ଆମେମାନେ ଯେଉଁଦିନ ନୂତନ ଜନ୍ମ ପ୍ରାପ୍ତ କଲୁ। ରାଇଟ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କର ଜୀବନରେ ଜନ୍ମ ଯଦି ହୁଅନ୍ତେ, ତାହେଲେ କଣ ହୁଏ? ସେ କଣ ପାଇଁ ଆସିଲେ? କଣ ପାଇଁ ଜନ୍ମ ଗ୍ରହଣ କଲେ? ଆମ୍ଭମାନଙ୍କୁ ଆମ୍ଭର ପାପରୁ ଉଦ୍ଧାର କରିବା ପାଇଁ। ତ ଯଦି ପ୍ରକୃତରେ ଯୀଶୁ ଆପଣଙ୍କ ଠାରେ ଅଛନ୍ତି, ତ ଆପଣମାନେ ପାପରୁ ମୁକ୍ତ ହେବା ଆବଶ୍ୟକ। ପାପରୁ ମୁକ୍ତ ହେବେ, ଉଦ୍ଧାର ପ୍ରାପ୍ତ ହେବେ, ପରିତ୍ରାଣ ପ୍ରାପ୍ତ ହେବେ। ପ୍ରେଜ୍ ଦ ଲର୍ଡ। ପାପୀ ମାନଙ୍କୁ ଆହ୍ୱାନ କରିବାକୁ ଆସିଲେ, ତାର ଅର୍ଥ କଣ? ପାପୀ ମାନଙ୍କ ପାଇଁ ଆସିଲେ ବୋଲି ତାର ଅର୍ଥ କଣ? ପାପୀ ମାନଙ୍କୁ ଦେଖି ସେ ଧାର୍ମିକ ମାନଙ୍କୁ ନା ଭଲ ପାଆନ୍ତିନି, ସେ ପାପୀ ମାନଙ୍କୁ ଭଲ ପାଆନ୍ତି କହିଲା ପରେ ପିକ୍ଚରାଇଜ କରନ୍ତି ଲୋକମାନେ। ଦୁଷ୍ଟ ବୋଲି କହିଲେ, ଏ ଏ ମୂର୍ଖ ମାନେ, ଦୁଷ୍ଟ ମାନେ, ଏ ପାପୀ ମାନେ, ଏ ନରଘାତକ ମାନଙ୍କୁ ଦେଖିଲେ
ପ୍ରଭୁ ବେଶୀ ଭଲ ପାଆନ୍ତି ବୋଲିଲା ପରି ହେଇଗଲା। ଆରେ ବାପରେ, କେମିତି ନେଇଗଲେ ଦେଖନ୍ତୁ ସେଇ କଥାକୁ। ମୁଁ ଦେଖେ ବେଳେ ବେଳେ ଫେସବୁକରେ ଗଡ୍ ଲଭ୍ସ ଡ୍ରଙ୍କାର୍ଡସ୍, ମଦୁଆ ମାନଙ୍କୁ ସବୁ ଭଲ ପାଆନ୍ତି। ଗଡ୍ ଲଭ୍ସ ଏଡଲ୍ଟରର୍ସ, ବ୍ୟଭିଚାରୀ ମାନଙ୍କୁ ଭଲ ପାଆନ୍ତି। ଗଡ୍ ଲଭ୍ସ ଫର୍ନିକେଟର୍ସ, ଗଡ୍ ଲଭ୍ସ ଥୀଭ୍ସ, ମର୍ଡରର୍ସ। କେମିତି ପରମେଶ୍ୱର ଆଜ୍ଞା ସେଇଟା, ସବୁ ଦୁଷ୍ଟ ମାନଙ୍କୁ କେମିତି ଭଲ ପାଉଛନ୍ତି ସେ? ଭଲ ପାଉଛନ୍ତି, ପ୍ରେମ କରୁଛନ୍ତି ବୋଲେ ସେମିତି ନେବା କଥା ନାହିଁ। What God's love does for us, ଆମ ମାନଙ୍କ ପାଇଁ ସେ ପ୍ରେମ କଣ କରେ ମାନେ, ମୁକ୍ତ ହେବାର ସୁଯୋଗ ନ ପାଉନୁ ମରନ୍ତୁ ନାହିଁ ବୋଲିବାଟା। ତାଙ୍କ ପ୍ରେମ ଆମକୁ ଏତିକି ସୁଯୋଗ ଦିଏ କି ଯେହେତୁ ତୁମେ ଦୁଷ୍ଟ ଲୋକ, ତେଣୁକରି ବିନଷ୍ଟ ହେଇଯାଉ। ଆଉ ତୁମକୁ ଅପସନ କିଛି ଦିଆ ହଉନି ବୋଲିଲା ପରି ନୁହେଁ। ଦୁଷ୍ଟ ହେଲେ ବି ଠିକ ଯଦି ପରିବର୍ତ୍ତନ ହେବି ବୋଲି କହିଲେ, ତୁମକୁ ଗୋଟେ ସୁଯୋଗ ଦିଆଯାଏ। ୟୁ ହ୍ୟାଭ୍ ଏନ୍ ଅପସନ ଟୁ ଅପିଲ। କୋର୍ଟରେ ସଜା ଦେଲା ପରେ, ସେସନ୍ସ କୋର୍ଟରେ, ଆମର ଲୋକାଲ କୋର୍ଟରେ ସଜା ଦେଇ ଦିଅନ୍ତି। ଏ ଲୋକ ଏମିତି ଏତିକି ସଜା ପାଇଁ ଏ ଲୋକଟା ଯୋଗ୍ୟ, ତାର ଅପରାଧ ସବୁ ପ୍ରମାଣିତ ହେଇ ସାରିଲାଣି, ତେଣୁକରି ଆକୁ ଏତେ ବର୍ଷର ସଜା ଆମେ ଘୋଷଣା କରୁଛୁ ବୋଲି କହିକି ଜଜ ଲେଖିଦେଲା ପରେ ଲାଷ୍ଟ ଲେଖନ୍ତି, ତଥାପି ଉପର କୋର୍ଟକୁ ଯାଇକି ନିବେଦନ ଦରଖାସ୍ତ କରିବାର ସୁଯୋଗ ଦିଆହୁଏ। ଅପିଲ ବୋଲି କୁହନ୍ତି ସେଟା। ଉପର କୋର୍ଟକୁ ଯାଇକି କହିବା ଦରକାର, ସେ ଲୟର କହେ କିଛି ବ୍ୟସ୍ତ ହୁଅନ୍ତୁନି ଆଜ୍ଞା, ଆମେ ଉପର କୋର୍ଟକୁ ଯିବା, ଆମେ ହାଇକୋର୍ଟକୁ ଯିବା, କିଛି ବ୍ୟସ୍ତ ହୁଅନ୍ତୁନି ବୋଲି ଟିକେ ଆଶ୍ୱାସନ ଦେଇଥାନ୍ତି ଏ ଲୟର ମାନେ। ଏଠି ଏଠି ଯଦି ସାବିତ ହେଇଗଲେ କି ଏଠି ଆପଣ ଦୋଷୀ ସାବିତ ଖରାର ହେଇଗଲେ ବି ଉପର କୋର୍ଟରୁ ଆମକୁ ସୁଯୋଗ ଅଛି ଆଜ୍ଞା, ସେଠି ଆମେ ଟିକେ ଗୋଡ ଧରିବା ବୋଲିଲା ପରି କୁହନ୍ତି। ହୋ ହୋ ମାନେ ସଜା ଶୁଣାଇ ଦେଲା ପରେ ବି, ଦଣ୍ଡ ଘୋଷଣା କଲା ପରେ ବି ଗୋଟେ ଅପସନ ଅଛି, ହତାଶ ହେବା ଦରକାର ନାହିଁ, ଉପର କୋର୍ଟକୁ ଯାଉ ବୋଲିଲା ପରି। ତ ଆମ ଜୀବନରେ ଆମେ ଅଲରେଡି, ଆମକୁ ଘୋଷଣା କରି ଦିଆଯାଇଛି ଆମ ଉପରେ। କେବେ ଘୋଷଣା କରାହେଲା? ଏଦେନ ଉଦ୍ୟାନର ଘୋଷଣା, କି ଯେଉଁ ଦିନ ଏ ଫଳ ଖାଇବ ସେହି ଦିନ ନିତାନ୍ତ ମରିବ, ୟୁ ୱିଲ୍ ଡାଏ। ଆଉ ସେ ମୃତ୍ୟୁ କଣ? ପ୍ରଥମ ମୃତ୍ୟୁ ହେଲା ପରମେଶ୍ୱରଙ୍କ ଠାରୁ ବିମୁଖ ହେବା। କାରଣ ପରମେଶ୍ୱର ଜୀବନ ଅଟନ୍ତି, ସେଇ ଜୀବନକୁ ହରାଇବା ହିଁ ମୃତ୍ୟୁ ଅଟେ, ପ୍ରଥମ ମୃତ୍ୟୁ। ଆଉ ଦ୍ୱିତୀୟ ମୃତ୍ୟୁ କୋଉଟା? ପରମେଶ୍ୱରଙ୍କ ଠାରୁ ବିମୁଖ ହୋଇ ପରମେଶ୍ୱରଙ୍କର ସମ୍ପର୍କ କଟି ଯାଇଥିବା ଏଇ ମନୁଷ୍ୟର ଆତ୍ମା ଯାଇ ନରକରେ ପଡିବାଟା ହିଁ ଦ୍ୱିତୀୟ ମୃତ୍ୟୁ ଅଟେ। ପାତାଳ, ଅନନ୍ତ ମୃତ୍ୟୁ। ଦ୍ୱିତୀୟ ମୃତ୍ୟୁ ଅଟେ ଅନନ୍ତ ମୃତ୍ୟୁ। ସେଥିପାଇଁ ସେହି ସଦ୍ ଜ୍ଞାନଦାୟକ ବୃକ୍ଷର ଫଳ ଖାଇଲା ପରେ ସେ କେଜାଣି ଜୀବନ ବୃକ୍ଷର ଫଳ ମଧ୍ୟ ଖାଇଦେବ ବୋଲି ପରମେଶ୍ୱର ଆଦମକୁ ଏଦେନ ଉଦ୍ୟାନରୁ ଘୋଡି ଦେଲେ, ବାହାର କରିଦେଲେ। ପାପ କଲା ପରେ ଯଦି ଜୀବନ ବୃକ୍ଷ ଖାଇ ଦେଇଥାନ୍ତା, କଣ ହେଇଥାନ୍ତା କି? ତାର ରିଆକ୍ସନ କେମିତି ଥାନ୍ତା କି? ଆଉ ତାକୁ ରକ୍ଷା କରିବାର ସୁଯୋଗ ବି ନଥାନ୍ତା ନା କେମିତି କି? ନା 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 ନା, ବାହାର କରିଦେଲେ। ପରିତ୍ରାଣ ପାଇଲା ପରେ ହିଁ ଜୀବନ ବୃକ୍ଷକୁ ଯିବାର ସୁଯୋଗ ପାଇବ ବୋଲି। ମୃତ୍ୟୁ ଘୋଷଣା କରାହେଲା ଏଦେନ ଉଦ୍ୟାନରେ। ଆଉ ସେହି ଘୋଷଣା, ସେହି ବିଚାର ଆଜି ପର୍ଯ୍ୟନ୍ତ ଚାଲୁଛି କି ଯେତେ ଲୋକ ଅବାଧ୍ୟ ହୁଅନ୍ତି ସେମାନଙ୍କ ଉପରେ ମୃତ୍ୟୁ ରାଜତ୍ୱ করে। ଯେତେ ଜଣ ଆଜ୍ଞା ଲଙ୍ଘନ କରୁଛନ୍ତି ସେମାନଙ୍କ ଉପରେ ମୃତ୍ୟୁ ରାଜତ୍ୱ করে। ଯେତେ ଜଣ ପରମେଶ୍ୱରଙ୍କ ବିରୁଦ୍ଧରେ ଅଛନ୍ତି ସେମାନଙ୍କ ଉପରେ ମୃତ୍ୟୁ ଦଣ୍ଡ ରାଜତ୍ୱ କରୁଛି। ତ ସୁଯୋଗ କଣ? ଷ୍ଟିଲ ସୁଯୋଗ। ତୁମେ ଯାଇ ତାଙ୍କ ଗୋଡ ଧର। ତୁମେ ଯେହେତୁ ଭୁଲ କରିଛ, ପାପ କରିଛ,
ଆଉ ତତେ ମୁଁ ନାହିଁ କିଏ ବି ରକ୍ଷା କରିବେନି, ଯା ଗେଟ୍ ଆଉଟ୍ ବୋଲିଲା ପରେ ସେ ଠେଲି ଦେଇ ନାହାନ୍ତି। ଏଇଟା ହେଲା ତାଙ୍କର ପ୍ରେମ, ତାଙ୍କର ଅନୁଗ୍ରହ ନା ଆଉ। ପରମେଶ୍ୱର ପାପୀ ମାନଙ୍କୁ ପ୍ରେମ କରୁଛନ୍ତି ବୋଲିବାର ପଦକୁ କେମିତି ନେଇଗଲେ, ମାନେ ଆମେ ପାପ କରିଲେ ବି ଆଉ ପ୍ରଭୁଙ୍କୁ କିଛି ଫରକ ପଡୁନାହିଁ ବୋଲିଲା ପରି ନେଇଗଲେ, ସେଟା ସେଟା ଭୁଲ। ତ ସେଇ କଥା କହିଲେ କି ଧାର୍ମିକ ମାନଙ୍କୁ ଆମେ ମୁଁ ଆହ୍ୱାନ କରିବାକୁ ଆସିନାହିଁ, ପାପୀ ମାନଙ୍କୁ ଆହ୍ୱାନ କରିବାକୁ ଆସିଲି। କୋଟା ପାଇଁ? ମାନେ ଉଦ୍ଧାର ପାଇଁ। ମାନେ ପାପୀ ମାନେ ତୁମେ ବିନଷ୍ଟ ହେଇଯାଇଛ, ବିନଷ୍ଟ ହେଇଯିବ ମଧ୍ୟ, ମରିଲେ ତ ସିଧା ନରକ ଯିବ। ତଥାପି ସୁଯୋଗ ଅଛି, ମୁଁ ତ ରକ୍ଷା କରିଦେବି। କେତେବେଳେ ରକ୍ଷା କରିବେ, କେତେବେଳେ ଉଦ୍ଧାର, କେତେବେଳେ ପରିତ୍ରାଣ? ପାପ ସ୍ୱୀକାର କରିବାର, ପାପ ପରିତ୍ୟାଗ କରିବାର, ସେତେବେଳେ ଯାଇକି ଦୟା ପାଇବ। ନା କେମିତି ନେଇ ଗଲେ, ମାନେ ଆମେ ପାପ କଲେ ବି ପରମେଶ୍ୱରକୁ କିଛି ଫରକ ପଡିବୁ ନାହିଁ। ସେ ଆଡଜଷ୍ଟ ହେଇଗଲେଣି, ଆମର ଆମେ ପାପି ଅଟୁ ବୋଲି ସେ ଆଡଜଷ୍ଟ କରିଗଲେଣି। ଆଉ ଆମେ ବାଧ୍ୟରେ ପାପ କରୁଛୁ, ଆମର ୱିକନେସ୍ ବି ଜାଣିଦେଲେଣି। ଆଉ ତେଣୁକରି ଆମେ ଯେତେ ପାପ କଲେ ମଧ୍ୟ ଆଉ ସେ କିଛି କହିବେନି ବୋଲିଲା ଉପରେ ନେଇଗଲେ, ଯାହା ବହୁତ ବଡ ଭଣ୍ଡ ଶିକ୍ଷା ଅଟେ। ପାପୀ ମାନଙ୍କୁ ଉଦ୍ଧାର କରିବାକୁ ଆସିଲେ, କାରଣ ପାପୀ ମାନେ ହିଁ ବିନଷ୍ଟ ହେବାର ଅବସ୍ଥାରେ ଅଛନ୍ତି। ଓକେ, ନମ୍ବର वन। ନମ୍ବର ଟୁ, ମାର୍କ ଲିଖିତ ସୁସମାଚାର 10:45 ଟିକେ ଦେଖିବା। କାରଣ ମନୁଷ୍ୟ ପୁତ୍ର ମଧ୍ୟ ସେବା ପାଇବାକୁ ଆସିନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣ ପ୍ରାଣ ଦେବାକୁ ଆସିଅଛନ୍ତି। ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣ ପ୍ରାଣ। ଆମେ ଶୁଣୁଥିଲୁ ପ୍ରାଣ କାହିଁରେ ଥାଏ? ରକ୍ତରେ ଥାଏ। ପ୍ରେଜ ଲର୍ଡ। ତ ଆମେ ଆମେ ଦୁଇ ପଟେ ଟିକେ ଅଧ୍ୟୟନ କରୁଛୁ ବର୍ତ୍ତମାନ। ନମ୍ବର वन କି ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କରିବାକୁ ଆସିଥିଲେ, ଜନ୍ମ ଗ୍ରହଣ କଲେ ଏଇ ଜଗତରେ। ନମ୍ବର वन। ନମ୍ବର ଟୁ, ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯଦି ଆମ ସତ୍ୟରେ ଆମ ଠାରେ ଅଛନ୍ତି, ଆମ ଜୀବନରେ ଜନ୍ମଗ୍ରହଣ କରିଛନ୍ତି, କି ଅବା ଅଲଗା କଥାରେ କହିଲେ ଆମେ ଯଦି ସତରେ ନୂତନ ଜନ୍ମ ପ୍ରାପ୍ତ କରିଛୁ, ତାହେଲେ ଆମ ଠାରେ କଣ କଣ କାର୍ଯ୍ୟ ହେବା ଆବଶ୍ୟକ? ସ୍ୱର୍ଗୀୟ ଆତ୍ମିକ କାର୍ଯ୍ୟ କଣ କଣ, କୋଉ କୋଉ କାର୍ଯ୍ୟ ହେବ ଆମ ଠାରେ? ତ ପ୍ରଥମରେ ଆମ୍ଭେମାନେ ଉଦ୍ଧାର ପାଇବୁ, କାରଣ ସେ ଉଦ୍ଧାର କରିବା ନିମନ୍ତେ, ପାପରୁ ଉଦ୍ଧାର କରିବା ପାଇଁ ଜନ୍ମ ହେଲେ। ତ ଯଦି ସତରେ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ଠାରେ ଅଛନ୍ତି, we will be saved, we are saved, ଆମେ ମାନେ ଉଦ୍ଧାର ପାଇଛୁ ବୋଲି ଅର୍ଥ। ଉଦ୍ଧାର ପାପରୁ, ପାପର ବନ୍ଧନରୁ ଆଉ ପାପର ଦଣ୍ଡରୁ ମଧ୍ୟ ଉଦ୍ଧାର। ପ୍ରେଜ ଲର୍ଡ। ନମ୍ବର ଟୁ, ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପାଇଛୁ, ତ ସେ କଣ ପାଇଁ ଆସିଲେ ପୁଣି? ପାପର ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣ ପ୍ରାଣ ଦେବାକୁ ଆସିଲେ। ତ ସେକେଣ୍ଡ ଥିଙ୍ଗ ଇଜ ଆୱାର ଡେଟ୍ ଇଜ ବିନ୍ ପେଡ୍। ଆମ୍ଭ ମାନଙ୍କର ପାପର ଜୋରମାନା ଯାହା ଅଛି, ତାହା ପେମେଣ୍ଟ ହେଇସାରିଥିବ। ପାଇଛନ୍ତି କି ପରିତ୍ରାଣ? ନା ପରେ ଡିଲେ କରୁଛନ୍ତି, ପରେ ଦେଖିବା, 10th କ୍ଲାସ ପାସ୍ ହେଲା ପରେ ଦେଖିବା, +2 ହେଲା ପରେ ଦେଖିବା, ବାପ୍ତିସ୍ମ, ଜବ ପାଇଲା ପରେ ଦେଖିବା, ମ୍ୟାରେଜ ହେଲା ପରେ ଦେଖିବା, ରିଟାୟାର ହେଲା ପରେ ଦେଖିବା, ମରଲା ପରେ ଦେଖିବା। ମର ଯାଇକି କିଛି ଲାଭ ନାହିଁ। ବାଇବେଲ କହେ ଆପଣ ପାପ ଧୋଇବାରେ ବିଳମ୍ବ କରିବାର ନାହିଁ। ପୁଣି କେତେ? ପ୍ରେରିତ 22:16 କି ଦେଖ ଆଲଫା, ପ୍ରେରିତ, ହୁଁ, ୟା ଆଉ ଏବେ ତୁମ୍ଭେ କାହିଁକି ବିଳମ୍ବ କରୁଅଛ? ଉଠ, ବାପ୍ତିଜିତ ହୁଅ, ପୁଣି ତାହାଙ୍କ ନାମରେ ପ୍ରାର୍ଥନା କରି ଆପଣା ପାପ ସବୁ ଧୋଇ ପକାଅ। ପ୍ରେଜ ଦ ଲର୍ଡ। ୱାଓ, କି କଥା ଲେଖା ଅଛି ଆଜ୍ଞା ଏଠି। ବାପ୍ତିସ୍ମ ନେଲେ ପାପ ଧୋଇ ହୁଏ ନାହିଁ, ବାପ୍ତିସ୍ମ ନେଇକି ପ୍ରାର୍ଥନା କର। ଆଉ ଥରେ ପଢିବ, ଏଟା ବଢିଆ ଲାଗିଲା। ଆଉ ଏବେ ତୁମ୍ଭେ କାହିଁକି ବିଳମ୍ବ କରୁଅଛ? ଉଠ, ବାପ୍ତିଜିତ ହୁଅ,
ପୁଣି ତାହାଙ୍କ ନାମରେ ପ୍ରାର୍ଥନା କରି ଆପଣା ପାପ ସବୁ ଧୋଇ ପକାଅ। ପ୍ରାର୍ଥନା କରି ବାପ୍ତିଜିତ ହେଲା ପରେ you will pray, brothers sisters. ବିବାହ ପାଇଁ ବାପ୍ତିସ୍ମ ଲୋକନ କୁଆଡେ ପ୍ରାର୍ଥନା କରେ? ପାପରୁ ମୁକ୍ତ ପାଇଁ ପ୍ରାର୍ଥନା କରିଛନ୍ତି କି ଆହୁରି? ନାଇଁ ତ। ଖ୍ରୀଷ୍ଟିଆନ ଅନୁଷ୍ଠାନରେ ଜବ୍ ପାଇବା ପାଇଁ ଯେଉଁମାନେ ବାପ୍ତିସ୍ମ ନେଇଛନ୍ତି ସାର୍ଟିଫିକେଟ ଦେବାର ଅଛି ବୋଲି କହିକି, ସେମାନେ ପ୍ରାର୍ଥନା କରିଛନ୍ତି କି ଯେ ପାପର କ୍ଷମା ପାଇବେ। ପ୍ରଭୁ ମୁଁ ଜଣେ ପାପୀ, ମତେ କ୍ଷମା କର, ମତେ ରକ୍ଷା କର, ମତେ କ୍ଷମା କର, ମତେ ଧୌତ କର। ମାଗିଲେ ସିନା ହେବ। ବହୁତ ଜଣେ ବାପ୍ତିସ୍ମ ନେଇକି ବିରକ୍ତ କରନ୍ତି କେତେ ଜଣ ସାର୍ଟିଫିକେଟ ପାଇଁ ବୋଲିକି। କି ପାଇଁ ସାର୍ଟିଫିକେଟ ଦରକାର ଆପଣ ମାନଙ୍କୁ? ଆପଣଙ୍କ ପାଖରେ ପ୍ରମାଣ ନାହିଁ କି ପରିତ୍ରାଣ ପାଇଛନ୍ତି ବୋଲେ ପ୍ରମାଣ ଅଛି କି ନାହିଁ? ବିଶ୍ୱାସର ଗୋଟେ ପ୍ରମାଣ ଅଛି ନା ନାହିଁ? ଆମର ବାପ୍ତିସ୍ମର ସାର୍ଟିଫିକେଟ ତ ନାହିଁ ଆମ ପାଖରେ। ଆମ ପାଖରେ ଆମକୁ ମାଗି ପକଉଛନ୍ତି ଲୋକମାନେ। ନେବାର ନାହିଁ ସେମିତି ହେଲେ। ତୁମେ ଯଦି ବାପ୍ତିସ୍ମ ନେଇଛ, ସ୍ୱର୍ଗରେ ପ୍ରମାଣିତ ଆମେ ଉଦ୍ଧାର ପାଇଛୁ ବୋଲି। କାହାକୁ ଦେଖାଇବ ଯେ? ସାର୍ଟିଫିକେଟ ଥିଲେ ବି ପରିତ୍ରାଣ ପାଇଛ ବୋଲି କିଛି ଗ୍ୟାରେଣ୍ଟି ଅଛି କି? ବାପ୍ତିସ୍ମ ସାର୍ଟିଫିକେଟ ଇଜ ନଟ୍ ଏ ସାଲଭେସନର ସାର୍ଟିଫିକେଟ ଆଜ୍ଞା। ହ୍ୟାଲୋ। ବାପ୍ତିସ୍ମର ସାର୍ଟିଫିକେଟ ତୁମର ଉଦ୍ଧାରର ସାର୍ଟିଫିକେଟ ନୁହେଁ, ଉଦ୍ଧାରର ଟିକଟ ନୁହେଁ। ବୁଝିଲେ କି? ତ ମୁକ୍ତିର ମୂଲ୍ୟ ସ୍ୱରୂପେ ତାହାଙ୍କରି ରକ୍ତ, ତାହାଙ୍କରି ପ୍ରାଣ ଢାଳି ଦେବାକୁ ଆସିଲେ। ପ୍ରେଜ ଦ ଲର୍ଡ। ମୁକ୍ତିର ମୂଲ୍ୟ ମାନେ କଣ? ଜୋରମାନ ଫାଇନ ବାନ୍ଧିବାଟା। କି ଆମ୍ଭ ମାନଙ୍କର ପାପ ର ଜୋରିମାନା କେତେ ଭୟଙ୍କର ମାନେ ପଇସାରେ ମୁକ୍ତ ହେଇପାରିବନି ଆଜ୍ଞା। ଗୀତ ସଂହିତା 49, ଗୀତ ସଂହିତା 49 ର 7 ପଦରୁ। ସେମାନଙ୍କ ମଧ୍ୟରୁ କେହି ଆପଣା ଭାଇ ନିତ୍ୟଜୀବୀ ହେବା ପାଇଁ କ୍ଷୟ 6 ପଦ। ଯେଉଁମାନେ ଆପଣମାନଙ୍କ ସମ୍ପତ୍ତିରେ ନିର୍ଭର ରଖନ୍ତି ଓ ଆପଣମାନଙ୍କ ଧନର ବାହୁଲ୍ୟରେ ଦର୍ପ କରନ୍ତି, ସେମାନଙ୍କ ମଧ୍ୟରୁ କେହି ଆପଣା ଭାଇ ନିତ୍ୟଜୀବୀ ହେବା ପାଇଁ କ୍ଷୟ ନ ଦେଖିବା ପାଇଁ କୌଣସି ମତେ ତାହାକୁ ମୁକ୍ତ କରି ନ ପାରେ, କିଅବା ତାହା ପାଇଁ ପରମେଶ୍ୱରଙ୍କୁ କୌଣସି ପ୍ରାୟଶ୍ଚିତ ଦେଇ ନପାରେ। କାରଣ ସେମାନଙ୍କ ପ୍ରାଣର ମୁକ୍ତି ଦୁର୍ମୂଲ୍ୟ ଓ ଅନନ୍ତକାଳ ଅସାଧ୍ୟ। ବାସ୍। ଅନନ୍ତ କାଳ ଅସାଧ୍ୟ ପୁଣି ଦୁର୍ମୂଲ୍ୟ। କୋଉ ଗୋଟେ କେସ୍ ହେଇଛି ବୋଲି କହିଲେ ଫାଇନ ବାନ୍ଧି ହେବ କୋର୍ଟରେ। ମୋ ପଟେ ଦେଖନ୍ତୁ, କୋଉ ଗୋଟେ କେସ୍ ହେଲେ ଫାଇନ ବାନ୍ଧି ହେବ। ଗୋଟେ ଗାଡି ଚଳାଚଳ ଆକ୍ସିଡେଣ୍ଟ ଗୋଟେ ହେଇଗଲା ବୋଲି କହିଲେ କମ୍ପନସେସନ ଦେଇ ହେବ, ଫାଇନ ବାନ୍ଧି ହେବ। କିନ୍ତୁ ସ୍ୱର୍ଗର କୋର୍ଟରେ ଯେଉଁ କେସ୍ ଚାଲିଛି ନାଇଁ କି ଆମ ଉପରେ, ପାପ ଅପରାଧ ଇଜ ଡିଫରେଣ୍ଟ, ପାପ ଇଜ ଡିଫରେଣ୍ଟ। ଅପରାଧର କ୍ରାଇମ ର ସଜା ଅଲଗା, କ୍ରାଇମ ର ଫାଇନ ଅଲଗା ଅଟେ। କିନ୍ତୁ ପାପର ଦଣ୍ଡ ଅଲଗା। ତାହାର ଜୋରିମାନେ କେମିତି ବାନ୍ଧିବେ? କୋ ପଇସାରେ ବି ବାନ୍ଧି ହେଇପାରିବ ନାହିଁ। ମନ୍ଦିରର ହୁଣ୍ଡି ମାନଙ୍କରେ, ସେ ପେଡି ମାନଙ୍କରେ ସୁନା ପକେଇଲେ ମୁକ୍ତି ହେଇପାରିବ ନାହିଁ। ବୁଝିଲେ କି? ପଇସା ଏତିକି ବିଡା ବିଡା ପଇସା ପକେଇଦେଲେ ମୁକ୍ତ ହେଇପାରିବନି ପାପରୁ। ପାପର ବେତନ ମୃତ୍ୟୁ ଅଟେ, ପାପର ଦଣ୍ଡ ଫଳ ମୃତ୍ୟୁ ଅଟେ। ଆଉ ମୃତ୍ୟୁ ଯେତେବେଳେ ଉପସ୍ଥିତ ହେଇଛି ତାକୁ ପ୍ରାଣ ଦରକାର। या तो हमारा जिंदगी या तो किसी और का जिंदगी। तो प्रभु जीशु ख्रीष्ट आसे अपना प्राण देके आंभ मानक मुक्त कले, रिलीज कले। मते धरतु एमानकु जीवाको दियंतु। पढ़िथिलु माने चौहन 18 केते, जेते थर मु पढ़े सेटा कांद लागि जाए। प्रभु निजोकु बंधन रे समर्पण कले ओ आंभ मानकर मुक्ति पई से निवेदन कले। 18
7 8। ସେଥିରେ ସେ ସେମାନଙ୍କୁ ଆଉ ଥରେ ପଚାରିଲେ, ତୁମ୍ଭେମାନେ କାହାକୁ ଖୋଜୁଅଛ? ସେମାନେ କହିଲେ, ନାଜରିତୀୟ ଯୀଶୁକୁ। ଯୀଶୁ ଉତ୍ତର ଦେଲେ, ମୁଁ ଯେ ସେହି, ଏହା ତ ମୁଁ ତୁମ୍ଭମାନଙ୍କୁ କହିଲି। ଏଣୁ ଯଦି ତୁମ୍ଭେମାନେ ମତେ ଖୋଜୁଅଛ, ତାହେଲେ ଏମାନଙ୍କୁ ଯିବା ପାଇଁ ଛାଡ଼ିଦିଅ। ପ୍ରେଜ୍ ଦ ଲର୍ଡ। ୱାଓ। ସେମାନେ ଯେତେବେଳେ ଖୋଜି ଆସିଲେ ଯୀଶୁଙ୍କୁ, ତ କଣ ରିକ୍ୱେଷ୍ଟ କଲେ? ମୁଁ ସେଇ, ମତେ ଯଦି ଖୋଜିବାକୁ ଆସିଛ, ମତେ ଧର, ଏମାନଙ୍କୁ ଯିବାକୁ ଦିଅ, ଛାଡ଼ିଦିଅ ବିଚାର। ୱାଓ। ଯଦି ଆପଣମାନେ ପ୍ରଭୁଙ୍କୁ ପାଇଛନ୍ତି ସତରେ, ଆପଣଙ୍କର ଜରିମାନା ର ପଇସା, ଜରିମାନାର ମୂଲ୍ୟ, ମୁକ୍ତିର ମୂଲ୍ୟ ବାନ୍ଧି ସାରିଛନ୍ତି। କି ଶୈତାନ ଆଉ ଆସିକି ଆପଣଙ୍କର ପୁରୁଣା ପାପକୁ ସ୍ମରଣ କରାଇକି ଆପଣମାନଙ୍କୁ ବାଧ୍ୟ କରିପାରିବନି, ଆପଣଙ୍କୁ ଦୁଃଖ ଦେଇପାରିବନି। ଦୁଃଖ ଦେବାର ଅଧିକାର ତାକୁ ନେଇ ପୁରୁଣାର କେସ୍ ଉଠାଇକି ଆପଣଙ୍କ ନାଁରେ ଅମକ କେସ୍ ଗୋଟେ ଅଛି ନାହିଁ କି ବୋଲି କହିପାରିବନି ସେ। ଯଦି ସତ୍ୟରେ ଆପଣମାନେ ପ୍ରଭୁଙ୍କୁ ପାଇଛନ୍ତି, ଆଜ୍ଞା, ଆପଣଙ୍କ ଜୀବନରେ ଖ୍ରୀଷ୍ଟ ପୂର୍ବ ଖ୍ରୀଷ୍ଟାବ୍ଦ ପରି ଡିଫରେନ୍ସ ଆସିବ। ଖ୍ରୀଷ୍ଟ ପୂର୍ବର ଜୀବନ, ଖ୍ରୀଷ୍ଟ ପୂର୍ବ ଖ୍ରୀଷ୍ଟଙ୍କୁ ପାଇବା ଆଗର ଜୀବନ ଅଲଗା, ପ୍ରଭୁଙ୍କୁ ପାଇବା ଆଗର ପାପର ହିସାବ ଅଲଗା, ସେ ଲାଇଫଷ୍ଟାଇଲ ଅଲଗା, ସେ କାର୍ଯ୍ୟ ସବୁ ଅଲଗା ଅଟେ। ପ୍ରଭୁଙ୍କୁ ପାଇଲା ପରେ ଜୀବନ ଅଲଗା ଅଟେ, ମନେ ରଖନ୍ତୁ। ତ ଯଦି ପ୍ରଭୁଙ୍କୁ ଆମେ ପାଇଛୁ, ପୂର୍ବ ପାପ ସବୁ କ୍ଲିନ୍ ହେଇ ସାରିଲାଣି, କ୍ଷମା ହେଇ ସାରିଲାଣି, ଆମେ ମୁକ୍ତ ହେଇ ସାରିଛୁ। ଆମ୍ଭ ମାନଙ୍କର ମୁକ୍ତିର ମୂଲ୍ୟ ରକ୍ତ ରୂପରେ ସେ ପେମେଣ୍ଟ କରିଛନ୍ତି। କୋଉଠି ପେମେଣ୍ଟ କରିଛନ୍ତି? ଶୈତାନଙ୍କୁ ନାହିଁ, ସ୍ୱର୍ଗର କୋର୍ଟରେ। କାଲି ଆଗେ କହୁଥିଲେ କି ଆପଣ ନିଜର ରକ୍ତ ନେଇକି ସେ ସ୍ୱର୍ଗକୁ ଯାଇଛନ୍ତି। ଆଉ ରକ୍ତ ଦେଖିକି ପରମେଶ୍ୱର ଆମ୍ଭ ମାନଙ୍କ ପାଇଁ ପରିତ୍ରାଣ ସାଂକ୍ସନ କଲେ, ଖରାର କଲେ କି ଯେ କେହି ଏ ରକ୍ତରେ ଆଶ୍ରୟ ନେବ, ସେ ମୁକ୍ତ ଘୋଷଣା କରାହେଲା। ଏଥିପାଇଁ ହିଁ ଆମେ ସୁସମାଚାର ପ୍ରଚାର କରୁଛୁ ଆଜ୍ଞା ବାହାରେ, କି ଯୀଶୁଙ୍କ ରକ୍ତରେ ଛଣା ଆଉ କାହିଁରେ ବି ମୁକ୍ତି ନେଇ ବୋଲିଲା ବେଳକୁ ସବୁ ଧର୍ମ ଗୋଟେ, ସବୁ ବେଦରେ ମଧ୍ୟ ଯୀଶୁଙ୍କର କଣ ଏଇଟା ସବୁ। So that's wrong. ତ ନମ୍ବର 2, ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ପ୍ରଭୁ ଆସିଥିଲେ। ଆଉ ତାଙ୍କରି ପ୍ରାଣ କିପରି ସେ ଢାଳି ଦେଲେ? ରକ୍ତ ରୂପରେ ଢାଳି ଦେଲେ, ନାଇଁ କି? ଜିସାୟ 53:11 11 12। ଜିସାୟ 53। ସେ ଆପଣା ହଁ, ପ୍ରାଣ ବେଦନାର 53। ଫଳ ଦେଖି, ନାଇଁ ନାଇଁ, 53 11 12 12 का। ଯେହେତୁ ଆମ୍ଭେ ମହତ୍ ମାନଙ୍କ ମଧ୍ୟରେ ତାହାଙ୍କୁ ଅଂଶ ଦେବା ଓ ସେ ପରାକ୍ରମୀ ମାନଙ୍କ ସଙ୍ଗେ ଲୁଟ ବିଭାଗ କରିନେବେ। କାରଣ ସେ ମୃତ୍ୟୁ ମୁଖରେ ଆପଣା ପ୍ରାଣ ଢାଳି ଦେଲେ ଓ ଅଧାର୍ମିକ ମାନଙ୍କ ସହିତ ଗଣିତ ହେଲେ, ତଥାପି ସେ ଅନେକଙ୍କର ପାପ ଭାର ବହିଲେ ଓ ଅଧାର୍ମିକ ମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ବାସ୍ ବାସ୍, ସେତିକି ଦରକାର। ଗୋଟେ ଲାଇନ, ସେ ମୃତ୍ୟୁ ମୁଖରେ ଆପଣା ପ୍ରାଣ ଢାଳି ଦେଲେ। ପ୍ରାଣ ଦେଇଦେଲେ ବୋଲି କହିଲେ ଅଲଗା ବୁଝି ହେଇଥାନ୍ତା। ଢାଳି ଦେଲେ ମାନେ ଏକ ତରଳ ପଦାର୍ଥ ରୂପରେ କହୁଛନ୍ତି, ଏଟା ପ୍ରାଣକୁ लिक्विड फॉर्म रे से ही poured out his life, poured out। उसने अपना प्राण उंडेल दिया। उंडेलने का मतलब पानी होता है, वाटर, लिक्विड फॉर्म रे। तो प्राण केमिति ढाली देले? पुणी रक्त रूपरे ढाली देले। तो जदि आपण माने मु प्रभु को पाइछु कि सत्तरे आम जीवन क्रिसमस ହେଇଛି, प्रभु जन्म ହେଇଛନ୍ତି ଆମ ହୃଦୟରେ, ତାହେଲେ ଆମ୍ଭ ମାନଙ୍କର ମୁକ୍ତିର ଯାହା ମୂଲ୍ୟ ଥିଲା, ଜୁର୍ମାନା ଥିଲା, ପ୍ରଭୁ ବାନ୍ଧି ସାରିଛନ୍ତି। ପ୍ରେଜ୍ ଦ ଲର୍ଡ। ସୋ वी आर फ्री ऑफ डेट। ଆମେ ଆଉ ଋଣୀ ନୁହଁ ଶୈତାନକୁ ଆଉ ଶରୀରକୁ। ନାଇଁ କି ଋଣୀ କଥା ଆମେ
ଋଣଗ୍ରସ୍ତ ନୁହଁ ଆମେ, ମାନେ ରୋମିଓ 8 କେତେ 12, ରୋମିଓ 8:12। ଅତଏବ ହେ ଭାଇମାନେ, ଆମ୍ଭେମାନେ ଋଣୀ, କିନ୍ତୁ ଶାରୀରିକ ଭାବାନୁସାରେ ଜୀବନ ଯାପନ କରିବାକୁ ଶରୀର ନିକଟରେ ନୁହେଁ। ବାସ୍ ବାସ୍, ଗୋଟେ ମିନିଟ୍ ଗୋଟେ ମିନିଟ୍। ଆମେ ମା ଋଣୀ, ଏମିତି ଯୋଉଟା ଲେଖା ଅଛି ଓଡିଆରେ ଟିକେ ଅଡ୍ ଲାଗିଲା। ଦେଖୁଛି। ହଁ, ଆମେ ମାନେ ଶରୀରର ଋଣୀ ନୋହୁଁ ବୋଲି ସିଧା लिखले ଭଲ ହେଇଥାନ୍ତା। हिंदी रे पढ़ुଛି देखो। हे भाई तो हे भाइयों, हम शरीर के कर्जदार नहीं कि शरीर के अनुसार दिन काटें। वाओ। Therefore, brethren, we are not debtors to the flesh to live after the flesh। कौन पढ़ी? ସକାଳେ 8ଟା 8:30 ହେଲା, ମତେ ଖାଇବାକୁ ଦେ ବୋଲଥିବ ଶରୀର। ହଁ ଭାଇ, ଟିକେ 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 ଗରମ ଗରମ ଇଡଲି ଆଣିଦେବି ବୋଲଥିବ ଆମେ ତାକୁ। ଏ ପର୍ବର ପୁରୁଣା ସେଟ୍ ପିନ୍ଧିବି ନାହିଁ, ନୂଆ ସେଟ୍ ଆଣିଦେ ବୋଲଥିବେ ଶରୀର। ହଁ ଭାଇ, ଋଣ କରିକି ହେଲେ, ବାହାରୁ ଧାର କରିକି ହେଲେ ମଧ୍ୟ ସାର୍ଟ ପ୍ୟାଣ୍ଟ ଆଣିକି ନୂଆଟା ଇସ୍ତ୍ରୀ କରିକି ଦେଇଥାଉ। ମତେ ଫ୍ୟାନ୍ ଦରକାର, ମତେ ଏସି ଦରକାର, ମତେ ଭଲ ବସିବା ପାଇଁ ଦରକାର, ମତେ ବଥା ନ ହଉ, ମତେ ଇଏ ନ ହଉ, ମତେ ଟିକେ କନଭିନିଏଣ୍ଟ ଦରକାର। ମତେ ଏତେ କାହିଁକି ମାନୁଛ ଶରୀରର କଥା? ଆମେ ଶରୀରର ଦାସ ହେଇଛୁ କି? ଶରୀରକୁ ଋଣ ହେଇଛୁ କି? ଏତିକି ଖୁଆଇ ଦଉଥିବୁ, ଏତିକି ଏଟେ ଗଳା ଟିକେ ଖାଲି ଖାଲି ଲାଗୁଛି କି ଟିକେ ପିନ୍ଧିथे ଭଲ ହେଇଥାନ୍ତା, ସୁନା ଗୋଟେ ପିନ୍ଧେଇ ଦେଇଥିବୁ। ହାତ ଟିକେ ଖାଲି ଖାଲି ଲାଗୁଛି, ଚୁଡ଼ି ପିନ୍ଧେଇ ଦେଇଥିବୁ। ବାଳ ଏମିତି କରିଲେ ହବନି, ଏମିତି ଗୋଟେ ଚଢେଇ ବସା ପରେ କରିବାର। ଏତେ କାହିଁକି ମାନୁଛନ୍ତି ଶରୀର କଥା? ଓ ଏତିକି ଖୁଆଇକି, ଏତିକି ଡ୍ରେସ୍ ପିନ୍ଧେଇକି, ଏତିକି କରିକି ଶରୀର ଶରୀର ଆଜି ଟିକେ ପ୍ରାର୍ଥନା ଯାଉଛି, ଟିକେ ତୁ ଟିକେ ବ୍ୟସ୍ତ କରନା, ହଁ ଆମେ ପ୍ରାର୍ଥନା ବସି ବୋଲେ ପ୍ରାର୍ଥନା ଯାଉ ଯାଉ ମୋ ଦଣ୍ଡା ବଥା ହେଲାଣି ବୋଲଥିବ ଇଏ ଶରୀର। ମତେ ଗୋଡ ବଥା ହଉଛି, ଏବେ ପରା ଖାଇକି ଆସିଲ, ଟିକେ ପ୍ରାର୍ଥନା ବାକି ହେଲେ ଶୁଣ ନା, ମତେ ବୋର ଲାଗୁଛି, ପେଟ ବଥା ହଉଛି, ମତେ ଟିଭି ଦେଖିବାକୁ ଇଚ୍ଛା ଲାଗୁଛି, ବାହାରେ ଯିବାକୁ ଇଚ୍ଛା ଲାଗୁଛି। ଏତିକି କହିଲା ପରେ କଥା ମାନୁଛି କିଏ? ଆମେ ଯାହା ମାଗିଲେ ବି ଆମେ ତାଙ୍କୁ କାହିଁକି ଏତେ ଦେଇ ପକଉଛୁ? ପାଉଲ କହୁଛନ୍ତି ଆମେ ଶରୀରର ଋଣୀ ନୁହଁ ଆଜ୍ଞା, କି ଶରୀର କଥା ଅନୁସାରେ ଚାଲିବାକୁ, ସେ ଯାହା କହିଲେ ତାହା କରିଦେବାକୁ ଆମେ ଶରୀରକୁ କଣ କରଜଦାର ହେଇଛୁ କି? ତତେ ଏତେ ପଇସା ଆଣିକି ଦେଇଛେ, ତେଣୁକରି ମୋର ବନ୍ଦର କଥା ମାନିବାକୁ ବାଧ୍ୟ ବୋଲି କହିବା ପାଇଁ ଶରୀରକୁ ଆମେ ଋଣୀ ହେଇଛୁ କି ଆଜ୍ଞା? ନା। ଏବେ 12-13 ମିଶେଇକି ପଢ, ରୋମିଓ 8:12-13। ଅତଏବ ହେ ଭାଇମାନେ, ଆମ୍ଭେମାନେ ଋଣୀ, କିନ୍ତୁ ଶାରୀରିକ ଭାବାନୁସାରେ ଜୀବନ ଯାପନ କରିବାକୁ ଶରୀର ନିକଟରେ ନୁହେଁ। କାରଣ ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନ ଯାପନ କର, ତେବେ ଅବଶ୍ୟ ମରିବ। କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମ ସବୁକୁ ବିନାଶ କର, ତେବେ ଜୀବିତ ହେବ। ପ୍ରେଜ ଦ ଲର୍ଡ। ଶରୀରର ଋଣୀ ନୁହଁ, ତେଣୁକରି 8ଟା 8:30ରେ ଟିଫିନ ମାଗିଲା ବୋଲେ ନାଇଁ ମୁଁ 10ଟାରେ ଦେବି, ଚୁପଚାପ ଥା ବୋଲ ତାକୁ। ସବା ଘଣ୍ଟାରେ ଟୟା ଟୟା ଗିଟାର ମାରୁଥିବ पेट ଭିତରେ, ଭୋକ ଲାଗୁଛି, 3टाରେ खाइबे, क्या प्रॉब्लम है तेरा? नहीं साहब कुछ प्रॉब्लम नहीं है, आप जितने जब खाओ तब। ବୁଝିଲେ? ଏଠି ବସିକି ଗୋଡ ଦିଟା ଲମ୍ବେଇକି ପ୍ରାର୍ଥନା କଲେ ଭୁଲ କି ବୋଲଥିବ ଶରୀର, ଆଣ୍ଠାଇ ବି ତ ଆଉ ବୋଲ। ହଁ ଆଜ୍ଞା, ବୁଝିଲେ କି? ଶରୀରକୁ ଚୂର୍ଣ୍ଣ କରିବାକୁ ଶିଖନ୍ତୁ, ସେତେବେଳେ ଶରୀରର କାମନା ପୂରଣ କରିବାର ଆ ଆ ଆ ସେହି ସେହି ଟେନସନ ଆପଣଙ୍କୁ ଦେବ ନାହିଁ ଶରୀର। କେମିତି? ଆତ୍ମାରେ ଶରୀରର କର୍ମକୁ ଜୟ କରିବାର ଅଛି। ପୁଣି ଶରୀର କାର୍ଯ୍ୟ ସବୁ ବିନାଶ କର ହେ ପ୍ରଭୁ, ଜୀବନ ନଦୀ ମୋ ହୃଦୟରେ ଅବାହିତ କର ପ୍ରଭୁ। ଜୀବନ ନଦୀ ମିନ୍ସ ପବିତ୍ର ଆତ୍ମା। କି ଆମର ଶାରୀରିକ କର୍ମ, ଶାରୀରିକ କାମନା, ସେଟା ପାପର କାମନା ବି ହଉ, ଜେନେରାଲ କାମନା ବି ହଉ,
ପାଣି ଖାଇବାଟା ଶୋଇବାଟା ପିନ୍ଧିବାଟା ଏସବୁ ଜନରଲ କାମ ନା। ଏତ ପାଣି ପିଇବାଟା ପାପ ହେଇ ନପାରେ, ଖାଇବାଟା ପାପ ହେଇ ନପାରେ, ଶୋଇବାଟା ପାପ ହେଇ ନପାରେ, କି ଶରୀର ପାଇଁ ଟିକେ ଟିକେ କିଛି କିଛି ସୁବିଧା କରେଇ ଦେବାଟା ବି ପାପ ହେଇ ନପାରେ, କିନ୍ତୁ ତାହାକୁ ବି ଜୟ କରିବାର ଅଛି। ମାନେ 24 ଘଣ୍ଟା ଶରୀରକୁ ଏତେ ସୁଖ ଦେଇଲା ପରେ ପ୍ରାର୍ଥନାରେ ବସାଅ ତ ଶୁଣିବନି ଇଏ, ଆହୁରି କମ୍ଫର୍ଟେବଲ ଆଶା କରିବ। ସେଥିପାଇଁ ଖ୍ରୀଷ୍ଟିଆନ ଜୀବନରେ ପ୍ରଭୁ ଆମକୁ ଶିଖାଇଛନ୍ତି ଉପବାସ କରିକି ଶରୀରକୁ ଚୂର୍ଣ୍ଣ କରିବା, ପୂର୍ଣ୍ଣ ରାତି ସାରା ଆଣ୍ଠେଇକି ଶରୀରକୁ ଚୂର୍ଣ୍ଣ କରିବା, ଏମିତି ବସିକି ଠିଆ ହେଇକି ଆଣ୍ଠେଇକି ପ୍ରାର୍ଥନା କରିବାକୁ, ପ୍ରାର୍ଥନା କରିକି ଶରୀରକୁ ଚୂର୍ଣ୍ଣ କରିବା, ହାତ ଦିଟା ଅଧଘଣ୍ଟା ପର୍ଯ୍ୟନ୍ତ ଉଠାଇକି ବଥା ହେଇଯାଉଥିବେ ସବୁ, ଚୂର୍ଣ୍ଣ କରିବାର ଆଜ୍ଞା, ନହେଲେ କଥା ଶୁଣିବନି, ଆମକୁ ବ୍ୟସ୍ତ କରିଦେଉଥିବ। କିନ୍ତୁ ଆଜିର ସୁସମାଚାର କଣ? ହ୍ୟାଭ୍ ବ୍ଲେସିଂ ଟୁ ୟୋର ବଡି, ହିଲିଂ ଟୁ ୟୋର ବଡି। ରୋଗରେ ପୀଡ଼ିତ ହେଉ, କଣ ଏବେ ଭୁଲ ହେଇଗଲା? ଚୂର୍ଣ୍ଣ ହେଉ ଟିକେ, ବ୍ୟଥା ହେଉ ଟିକେ, have that pain, ନହେଲେ ଆପଣଙ୍କୁ ବଞ୍ଚିବାକୁ ଦେବନି ଶରୀର। କାହିଁକି? ମାନେ ଆମେ ଶରୀର ଆଉ ଋଣୀ ନୁହଁ, ନା ଶରୀରକୁ ଋଣୀ ଅଛୁ, ନା ଶୈତାନର ଋଣୀ ହେଇଛୁ। ପ୍ରଭୁ ଆମ୍ଭ ମାନଙ୍କର ଜୋରିମାନା ବାନ୍ଧି ସାରିଛନ୍ତି, ମୁକ୍ତିର ମୂଲ୍ୟ, वी आर ବିନ୍ ମୁକ୍ତ। ନମ୍ବର 2 ଲମ୍ବା ହେଇଗଲା। ନମ୍ବର 3 କୁଆଡେ ଯିବା? ନମ୍ବର 3 କୁ ଲୁକ 4:43, ସରି, ହଁ, ଲୁକ 4:43 ବି ଟିକେ ପଢିଦେବା। କିନ୍ତୁ ସେ ସେମାନଙ୍କୁ କହିଲେ, ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥି ନିମନ୍ତେ ମୁଁ ପ୍ରେରିତ ହୋଇଅଛି। ପ୍ରେଜ ଦ ଲର୍ଡ। ସେଥି ନିମନ୍ତେ ମୁଁ ପ୍ରେରିତ, ସ୍ୱର୍ଗରୁ ମୁଁ ପ୍ରେରଣ କରାଯାଇଛି, ସ୍ୱର୍ଗରୁ ମୁଁ ଜଗତକୁ ଆସିବାର, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗରୁ ଏଇ ଜଗତକୁ ଆସିବାର ତୃତୀୟ ରିଜନ ହେଲା ଈଶ୍ୱରଙ୍କ ରାଜ୍ୟର ସୁସମାଚାର ଗ୍ରାମେ ଗ୍ରାମେ ପ୍ରଚାର କରିବାର ଅଛି। ପ୍ରେଜ ଦ लॉर्ड। नहीं, बड़ी सुंदर होता है। परंतु उसने कहा, मुझसे मुझे और नगरों में भी परमेश्वर के राज्य का सुसमाचार सुनाना अवश्य है, क्योंकि इसीलिए मैं भेजा गया हूं। କାରଣ ସେଥି ନିମନ୍ତେ ମୁଁ ପଠା ଯାଇଅଛି। ପ୍ରେରଣ ସେଠି ଓଡ଼ିଆରେ, ମୋର ମୋବାଇଲ ଭର୍ସନରେ ପଠା ଯାଇଅଛି। ସ୍ୱର୍ଗ ପଠାଇଲେ ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କି ଅନ୍ୟାନ୍ୟ ନଗର ମଧ୍ୟରେ ମତେ ଅବଶ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ। ତ ଆମ୍ଭେ ମାନେ କୋଉ ରାଜ୍ୟର ଅଛୁ? ଓଡ଼ିଶା କି ଆପଣଙ୍କର ଓଡ଼ିଶା ରାଜ୍ୟ, ଆମର ଆନ୍ଧ୍ର ରାଜ୍ୟ, ଆମ ତେଲେଙ୍ଗାନା ରାଜ୍ୟ, କିନ୍ତୁ ଯେତେବେଳେ ପ୍ରଭୁଙ୍କୁ ପାଇଛୁ ଆମେ ଈଶ୍ୱରଙ୍କ ରାଜ୍ୟର ସଭ୍ୟ। ଧରନ୍ତୁ ଫରେନର ବାଲା ଇଣ୍ଡିଆକୁ ଆସିଲେ, ଚଲାବୁଲା ହଉଥିବେ, ଖିଆପିଆ ହଉଥିବେ, ଦରକାର ଥିଲେ ମ୍ୟାରେଜ ବି ହଉଥିବେ, ଏଠି ଇଣ୍ଡିଆରେ ସେଟଲ ବି ହେଇଯାଉଥିବେ, ତଥାପି ସେମାନଙ୍କୁ ଆମେ କଣ କଣ କହୁ? ଫରେନର, ବିଦେଶ, ଆମେ ସ୍ୱଦେଶୀ ବୋଲି ମାନିବୁ କି? ନା, ସେ ଯେତେ ଯେତେ ଇଣ୍ଡିଆ ଯେତେ ହିନ୍ଦୀ କଥା ହଉ, ଇଣ୍ଡିଆକୁ ଆସିକି ତାକୁ କଣ କହୁ? ବିଦେଶର ଲୋକ ବୋଲି କହିବେ। ସେମ କଥା, ଆମେ ଇଣ୍ଡିଆରୁ ଯାଇକି ଆମେରିକାରେ ଥିଲେ ବି କଣ କହିବେ ଆମକୁ? ଏମାନେ ଏସିଆନ, ଏମାନେ ଇଣ୍ଡିଆନ ବୋଲୁଥିବେ। ସେମିତି ଆମେ ଇଣ୍ଡିଆରେ ଥିଲେ ବି ଆମେ ଫରେନର, କଣ ବିଦେଶୀ ଆଉ ପ୍ରବାସୀ ଅଟୁ ବୋଲି ବାଇବଲ କହେ। ହେବ୍ରି 11:14, 11:13। ବିଦେଶୀ ଓ ପ୍ରବାସୀ ମାନେ ମିନ୍ସ ହ୍ୱାଟ? ଆମେ ଜଗତରେ ଥାଇକି ଏଇଟା ସତରେ ଅବଶ୍ୟ ଆମର ନିଜର ଗାଁ, ନିଜର ଦେଶ, ନିଜର ରାଜ୍ୟ, ନିଜର ଭୂମି ଅଟେ, କିନ୍ତୁ ଯେଉଁଦିନ ପ୍ରଭୁଙ୍କୁ ପାଇଛୁ, ଯେଉଁଦିନ ଯୀଶୁ ଜନ୍ମ ହେଲେ ଆମ ଠାରେ, କେବଳ ଆମେ ଯେତେବେଳେ ନୂତନ ଜନ୍ମ ପ୍ରାପ୍ତ କଲୁ, ଆମେ ଈଶ୍ୱରଙ୍କ ରାଜ୍ୟର ସଭ୍ୟ ହେଇଯାଇଛି। ଆମର ସିଟିଜନସିପ, ଆମର ନାଗରିକତା ଚେଞ୍ଜ ହେଇଯାଇଛି। ପ୍ରଭୁ ଡାକିବା ଯେ ଏଠି ଟିକେ ଆଡଜଷ୍ଟ ହଉଛି, ସେତିକିକା। ଏଟା ମୋର ଜେଣ୍ଡା, ମୋର ଭୂମି, ମୋର ଜମି ହେବାର ନାହିଁ। ଖ୍ରୀଷ୍ଟିଆନ ମାନେ, we are God's children, belong to God's kingdom, kingdom of God। ନିଜର ଦେଶରେ, ନିଜର ଭୂମିରେ ଆମେ ମାନେ ବିଦେଶୀ ଓ ପ୍ରବାସୀ ଅଟୁ।
ବହୁତ ଜଣ ମାନନ୍ତିନି ଏଇଟା। ନମ୍ବର 3, ନମ୍ବର 4, ଇବ୍ରୀ 10:4। ପ୍ରଭୁ ଯୀଶୁ କାରଣ ଖ୍ରୀଷ୍ଟ କଣ ପାଇଁ ଜଗତକୁ ଆସିଲେ, ଆଉ ସେ ଆମମାନଙ୍କ ଜୀବନରେ କଣ ପାଇଁ ଆସିଲେ, ତାହା ଦେଖିକି ଆମେ ଜାଣିବା କି ଆମ ଠାରେ କୋଉ କୋଉ କାର୍ଯ୍ୟ ହେବା ଆବଶ୍ୟକତା ରହିଛି ଯଦି ସତ୍ୟରେ ପରିତ୍ରାଣ ପାଇଛୁ। ହଁ ମାମା। କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ। ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ। ହୋମ ବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ। ସେତେବେଳେ ମୁଁ କହିଲି, ଦେଖ, ଶାସ୍ତ୍ରରେ ମୋ ବିଷୟରେ ଲେଖା ଅଛି, ହେ ଈଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି। ପ୍ରେଜ୍ ଦ ଲର୍ଡ। ତ ନମ୍ବର 4, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିବାର କାରଣ କଣ ପୁଣି? ତୁମ୍ଭେ ମୋ ପାଇଁ ଏକ କଇ କୋଡ଼ କଲେ ହଁ ଏକ ଶରୀର ପ୍ରସ୍ତୁତ କଲ। ଓକେ, 7 ପଦରେ ସେତେବେଳେ ମୁଁ କହିଲି, ଦେଖ, ଶାସ୍ତ୍ରରେ ମୋ ବିଷୟରେ ଯାହା ଲେଖା ଅଛି, ହେ ଈଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି। ତ ପ୍ରଭୁ ଆମକୁ ଗୋଟେ ଶରୀର ଦେଇଛନ୍ତି କଣ ପାଇଁ? ମାନେ ଈଶ୍ୱରଙ୍କ ଇଚ୍ଛା ସାଧନ କରିବାକୁ, ଆପଣଙ୍କର ଇଚ୍ଛା ସାଧନ କରିବା ପାଇଁ ନୁହେଁ। ଦିସ୍ ବଡି should fulfill the will of God, not your own will. ଆମର ବସ୍ତ୍ର ଧାରଣ ଆମକୁ ଯେମିତି ଭଲ ଲାଗୁଛି ସେମିତି ନାହିଁ, ପ୍ରଭୁଙ୍କୁ ଯେମିତି ଭଲ ଲାଗୁଛି ସେମିତି ପିନ୍ଧିବାର। ଆମର ଚାଲିଚଳନ ଆମକୁ ଯୋଉ ଷ୍ଟାଇଲ ଭଲ ଲାଗୁଛି ସେପରି କରିବା ପାଇଁ ନୁହେଁ। ଈଶ୍ୱର ଯେମିତି ଭଲ ପାଆନ୍ତି ସେମିତି, ଈଶ୍ୱର ଯାହା ଇଚ୍ଛା କରନ୍ତି ସେପରି ଚାଲିଚଳନ ଥିବା ଦରକାର। ଏ ଶରୀର ଦ୍ଵାରା ଆପଣଙ୍କୁ ଯାହା ଭଲ ଲାଗୁଛି ତାହା କରିବା ପାଇଁ ନାହିଁ, ଈଶ୍ୱର ଯାହା ଇଚ୍ଛା କରନ୍ତି ତାହା କରିବାକୁ ଦିଆଯାଇଛି। ପ୍ରଭୁ କହୁଛନ୍ତି, ମତେ ଗୋଟେ ଶରୀର ଦେଇଛ ଯେପରିକି ଈଶ୍ୱରଙ୍କର ଇଚ୍ଛା ସାଧନ କରିବି ମୁଁ। ତ ଈଶ୍ୱରଙ୍କର ଇଚ୍ଛା କେମିତି ଜାଣିବା? ଶାସ୍ତ୍ରରେ ଲେଖା ଅଛି। ତାର ଅର୍ଥ କଣ? ମାନେ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଛନ୍ତି ଆପଣଙ୍କ ଠାରେ, ତ ଶାସ୍ତ୍ରରେ ଯାହା ଲେଖା ଅଛି ସେ ଶାସ୍ତ୍ର ପାଳନ କରୁ କରୁ ଆପଣ ଆଉ ମୁଁ ପ୍ରଭୁ ପିତାଙ୍କର ଇଚ୍ଛା ସାଧନ କରିବୁ। We are not here to live according to ourselves, our own thinking. ଆମର ନିଜର ଇଚ୍ଛା, କାମନା, ଯୋଜନାରେ ବଞ୍ଚିବା ପାଇଁ ନୁହଁ ଆମେ ଏଠି। ପ୍ରଭୁଙ୍କର ଇଚ୍ଛା, ପିତାଙ୍କର ଇଚ୍ଛା ସାଧନ କରିବା ପାଇଁ ହିଁ ଆମେ ଅଛୁ ଏଠି। तो जितने जन क्रिश्चियन है कि भी अपने तरीके से जिंदगी जी रहे हैं ना, वो लोग अभी तक उद्धार नहीं पाए हैं। जेमन एपर्यंत परित्राण पाई नांती, तुम जेते क्रिसमस पर्व पाळले भी लाभ नहीं। जीसु तो निजर जीवन रे ते एपर्यंत जन्म तो हेई तो नाहांती। आउ यदि जीसु आपणकर जीवन रे जन्म ही नाहांती, तो आपण क्रिसमस पर्व पाळले भी लाभ नहीं, उद्धार तो पाई नांती बोलिबा कथा। ଆପଣଙ୍କର ମୁକ୍ତିର ମୂଲ୍ୟ ପେମେଣ୍ଟ ହେଇନାହିଁ ବୋଲିବା କଥା। ଈଶ୍ୱରଙ୍କର ଇଚ୍ଛା ସାଧନା ହେବ ନାହିଁ ଆପଣଙ୍କ ଦ୍ୱାରା ବୋଲିବା କଥା। ଆଉ ଈଶ୍ୱରଙ୍କ ରାଜ୍ୟର ସଭ୍ୟ ହେଇନାହାନ୍ତି ବୋଲି ଅର୍ଥ, ସାଂସାରିକ ଅଟନ୍ତି ବୋଲି ଅର୍ଥ। ଯଦି ପ୍ରଭୁଙ୍କୁ ପାଇଛନ୍ତି, ପ୍ରେଜ୍ ଦ ଲର୍ଡ, ତ ଆପଣଙ୍କ ଜୀବନରେ ଈଶ୍ୱରଙ୍କର ଇଚ୍ଛା ସାଧନ ହେବ। ଲୁକ 7:29 ଟିକେ ପଢିଦେବୁ। ଲୁକ 7:29-30। ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା, ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ୱରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ। କିନ୍ତୁ ଫାରୁସୀମାନେ ଓ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ ତାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ଆପଣା ଆପଣା ସମ୍ବନ୍ଧରେ ଈଶ୍ୱରଙ୍କ ସଂକଳ୍ପ ଅଗ୍ରାହ୍ୟ କଲେ। ବସ୍, ଈଶ୍ୱରଙ୍କ ସଂକଳ୍ପ ମାନେ କଣ? ଯୋଜନା। ଈଶ୍ୱରଙ୍କ ସଂକଳ୍ପ ମାନେ କଣ? ଈଶ୍ୱରଙ୍କର ଇଚ୍ଛା।
ଈଶ୍ୱରଙ୍କର ପ୍ଲାନିଂ। ଯେତେ ଜଣ ବାପ୍ତିସ୍ମ ନେଇନାହାନ୍ତି ସେମାନେ ପୁଣି ଆପଣା ଜୀବନରେ ଈଶ୍ୱରଙ୍କ ସଂକଳ୍ପକୁ ଅଗ୍ରାହ୍ୟ କଲେ କି ପ୍ରଭୁ ତମର ପ୍ଲାନିଂ କିଛି କାମ ଦେବନି ଆମ ମୋର ଜୀବନରେ, ମୋର ଲାଇଫ ପାଇଁ ମୋର ମତେ ଗୋଟେ ପ୍ଲାନିଂ ଅଛି, ମୁଁ ସେ ଅନୁସାରେ ଚାଲିବି, ତମର ପ୍ଲାନ ଫ୍ୟାନ କିଛି ମୋ ଉପରେ ମୋର ମୁଣ୍ଡରେ ପକାଉନ। ତ ଯେତେବେଳେ ବାପ୍ତିସ୍ମ ନେଉଛୁ ପରିତ୍ରାଣ ପାଉଛୁ ତ କଣ ହୁଏ? ଈଶ୍ୱରଙ୍କର ଯୋଜନା ଆମ ଜୀବନରେ ସଫଳ ହେବା ପାଇଁ ଆମେ ଦ୍ୱାର ଖୋଲିଛୁ ବୋଲି ଅର୍ଥ। କି ପ୍ରଭୁ ଆଜିଠାରୁ ମୁଁ ଯାହା ପ୍ଲାନ୍ କରୁଛି ତାହା ନୁହେଁ, ତୁମେ ଯାହା ପ୍ଲାନ୍ କରୁଛ ତାହା ହିଁ ସଫଳ ହେଉ। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ 4 ନମ୍ବରରେ ଈଶ୍ୱରଙ୍କ ଇଚ୍ଛା ସାଧନ କରିବା ପାଇଁ ଆସିଲେ। ଆଉ ଶାସ୍ତ୍ର ପ୍ରମାଣ, ଶାସ୍ତ୍ରରେ ଯାହା ଲିଖିତ ସେହିପରି ଈଶ୍ୱରଙ୍କର ଇଚ୍ଛା ସାଧନ କରିବାକୁ ସେ ଆସିଛନ୍ତି ଜଗତକୁ। ସେଇ ପ୍ରକାର ସେ ଯଦି ଆମ ଜୀବନକୁ ଆସିଛନ୍ତି ତାହେଲେ ଈଶ୍ୱରଙ୍କ ଇଚ୍ଛା ସାଧନ ହେବ ଆମ ଜୀବନରେ। ଆମ ଜୀବନ ଶାସ୍ତ୍ର ପ୍ରମାଣରେ ଚାଲିବ, ବାକ୍ୟାନୁସାରେ ଚାଲିବୁ ବୋଲି ଅର୍ଥ। ନମ୍ବର 4, ନମ୍ବର 5, ପ୍ରେଜ ଦ ଲର୍ଡ। ଓକେ, ନମ୍ବର 5 ଯିବା ଆମେ ପ୍ରଥମ ଯୋହନ 3:8। ପ୍ରଥମ ଯୋହନ 3:8। ଯେ ପାପ କରେ ସେ ଶୟତାନରୁ ଜାତ, କାରଣ ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ। ପ୍ରେଜ ଦ ଲର୍ଡ। ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ। ସେଦିନ ନିରଞ୍ଜନ ଆଜ୍ଞା କହୁଥିଲେ କି ନାଇଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଗରୁ ଥିଲେ, ଜନ୍ମ ହେବା ଆଗରୁ ବି ଥିଲେ, କିନ୍ତୁ ଜନ୍ମ ହେଇକି ପ୍ରକାଶ ପାଇଲେ। ଏମିତି ନାଇଁ କି ଯୀଶୁ ଜନ୍ମ ହେଲା ପରେ ହିଁ ତାଙ୍କର ଅସ୍ତିତ୍ୱ ଆରମ୍ଭ ହେଲା ବୋଲିଲା ପରେ ବହୁତ ଜଣ କହନ୍ତି ତମର ଯୀଶୁ କେବେ ବେଶୀରେ 2000 ବର୍ଷ, ଆମର ଧର୍ମ ଆଗରୁ ଅଛି। ତମର ଧର୍ମ ଆଗରୁ ବି ଯୀଶୁ ଥିଲେ। ପୃଥିବୀର ସୃଷ୍ଟି ପୂର୍ବରୁ ଯୀଶୁ ଥିଲେ। ଦୂତ ମାନଙ୍କର ସୃଷ୍ଟିର ପୂର୍ବରୁ ଯୀଶୁ ଥିଲେ, ନାଇଁ କି? ପ୍ରେଜ ଦ ଲର୍ଡ। ଯୀଶୁ ଆଗରୁ ଥିଲେ ଆଜ୍ଞା, କଣ ଭାବୁଛନ୍ତି? ସମସ୍ତ ସୃଷ୍ଟି ପୂର୍ବରୁ ଯୀଶୁ ଥିଲେ ଆଜ୍ଞା, ନାଇଁ? ଯୋହନ 8:8। କଣ ଭାବୁଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟକୁ? ଏ 2000 ବର୍ଷ ପୂର୍ବେ ଜନ୍ମ ହେଲେ, ଆଉ ଜନ୍ମ ହେଲା ପରେ ଯାଇକି ଖ୍ରୀଷ୍ଟ ଧର୍ମ ଆରମ୍ଭ ହେଲା। ଆଉ ତମର ଏବେ ଏବେ ତୁମର ଷ୍ଟାର୍ଟ ହେଲା, ଆମର ତ ଆଗରୁ ବି ଅଛି। ବଡ କହୁନାହାନ୍ତି ଆଉ କଣ ପ୍ରମାଣ ଅଛି ସମସ୍ତଙ୍କର? ଇତିହାସର କିଛି ପ୍ରମାଣ ନାହିଁ। ରାମାୟଣ ମା ବାଲ୍ମୀକି ଲେଖିଲେ, ମହାଭାରତ ତୁଳସୀ ଦାସ ଲେଖିଲେ, ଜଣେ ଲେଖିଛନ୍ତି ସବୁ ବଡ ଗ୍ରନ୍ଥ ପୁସ୍ତକ, କଣ ପ୍ରମାଣ ଅଛି? କୁछ नहीं है। 8, ଓକେ 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 ଓକେ, 56, 57, 56, 57, 58। 8, ଯୋହନ ତୁମ୍ଭମାନଙ୍କର 8। ପିତା ହଁ ମାମା। ଅବ୍ରାହମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ। ସେଥିରେ ଯିହୁଦୀମାନେ ତାହାଙ୍କୁ କହିଲେ, ତୁମ୍ଭକୁ ତ ଏ ଯାଏ 50 ବର୍ଷ ବୟସ ହୋଇନାହିଁ, ତୁମ୍ଭେ କଣ ଅବ୍ରାହମକୁ ଦେଖିଅଛ? ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅବ୍ରାହମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି। प्रेज द लॉर्ड। अब क्या बोलता है, बोलो। प्रभु को तुम्हारे बाप अब्राहम के पैदा होने से पहले हम हैं। ମୁଁ ଥିଲି नहीं, ମୁଁ ଅଛି। उधर भी ଅଛି, इधर भी ଅଛି, ଆଉ ମୋ ସାଙ୍ଗ ପାଖରେ ମୁଁ ଅଛି, ଯେ ଅଛି ସେ ଅଛି। ଆଉ ତବ ବି ଅଛି, ଏବେ ବି ଅଛି, ଭବିଷ୍ୟତରେ ବି ଅଛି। ଭବିଷ୍ୟତରେ ତମେ ନଥିବ ବୋଧେ, ଆମେ ଅଛୁ। वाओ। अब्राहम से पहले वो था। उसके बाद कहाँ जाएंगे पीछे? हितोपदेश, हितोपदेश 8 अध्याय। हितोपदेश 8:22 पढ़ो बेटा। ସଦାପ୍ରଭୁ ନିଜ ଗତିର ଆରମ୍ଭରେ ତାହାଙ୍କ କର୍ମ ସକଳର ପୂର୍ବରେ ମତେ ଅଧିକାର କରିଥିଲେ। ପ୍ରେଜ ଦ ଲର୍ଡ। ଓଡ଼ିଆରେ
ଅଧିକାର କରୁଥିଲେ ହେଇଗଲା। हाँ, हिंदी रे पढ़ुଛି। यहोवा ने मुझे काम करने के आरंभ में वरन अपने प्राचीन काल के कामों से भी पहले उत्पन्न किया। पॉइंट टू बी नोटेड। ପିତା ପୁତ୍ର ପବିତ୍ର ଆତ୍ମା ତିନି ଜଣ କେମିତି ଭାଗ ହେଲେ ମୁଁ କହିଥିଲି, ଆପଣଙ୍କୁ ମନେ ଅଛି କି ନାହିଁ? ପରମେଶ୍ୱର ଜଣେ ଥିଲେ, ପରେ ତିନି ଭାଗ ହେଲେ ଗୋଟେ ଯୋଜନାରେ। କହିଥିଲା ଆପଣଙ୍କୁ ଉତ୍ପନ୍ନ କିଆ। ଏ ଯୋଉ ପ୍ରାଚୀନ କାଳ ଓଡିଆରେ କଣ ଅଛି? ସଦାପ୍ରଭୁ ନିଜ ଗତିର ଆରମ୍ଭରେ ତାହାଙ୍କ କର୍ମ ସକଳର ପୂର୍ବରେ ଯୁଗ ବିଷୟରେ କହୁଥିଲା ଆପଣ ମାନଙ୍କୁ। ଆଦ୍ୟ କାଳ, ଅନାଦି ଆଉ ପୂର୍ବ କାଳ। ଆଦ୍ୟ କାଳ ଯେତେବେଳେ ପରମେଶ୍ୱର ଆଦମ ହବାକୁ ସୃଷ୍ଟି କଲେ। ଅନାଦି କାଳ ଯେତେବେଳେ ପରମେଶ୍ୱର ଦୂତ ମାନଙ୍କୁ ସୃଷ୍ଟି କଲେ। ଏହି ଅନାଦି କାଳର ପୂର୍ବ କାଳକୁ କହନ୍ତି ଯେତେବେଳେ ପରମେଶ୍ୱର ଜଣେ ଥିଲେ। ଦୂତ ମାନେ ବି ନଥିଲେ, ନା ଲୁସିଫର ଥିଲା, ନା ଆଦମ ଥିଲେ, ନା କିଏ ବି ଥିଲେ। ସେତେବେଳେ ସେ ଗୋଟେ ଯୋଜନା କରିକି ଆପଣ ଠାରୁ ଯୀଶୁଙ୍କୁ ଅଲଗା କଲେ। ଆପଣ ଠାରୁ ପବିତ୍ର ଆତ୍ମାକୁ ଅଲଗା କଲେ। ତିନି ଜଣ ମିଶିକି ସବୁ ଯୋଜନା କଲେ ବୋଲି କହିଥିଲେ ଆପଣଙ୍କୁ। ତ ସେ ପୂର୍ବ କାଳରେ ମତେ ଅଧିକାର କଲେ ବା ମତେ ଅସ୍ତିତ୍ୱକୁ ଆଣିଲେ ବୋଲି କହିଲେ ଚଳିବ। ହିନ୍ଦୀ ଭାଷାରେ ଉତ୍ପନ୍ନ କଲେ। ତାପରେ ମିଖା ପୁସ୍ତକ 5:2 ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଗରୁ ଥିଲେ ବୋଲି ଜଣାଉଛି ଆପଣଙ୍କୁ। ସେ ପୃଥିବୀରେ 2000 ବର୍ଷ ପୂର୍ବେ ଜନ୍ମ ହେବାର ଆଗରୁ ବି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଥିଲେ। ଅବ୍ରାହମଙ୍କ ପୂର୍ବରୁ ବି ପ୍ରଭୁ ଥିଲେ। ଆଦମର ପୂର୍ବରୁ ବି ପ୍ରଭୁ ଥିଲେ। ଦୂତ ମାନଙ୍କର ପୂର୍ବରୁ ବି ପରମେଶ୍ୱର ଥିଲେ, ପ୍ରଭୁ ଥିଲେ ବୋଲି ଜଣାଉଛି ଆପଣଙ୍କୁ। ମିଖା 5:2 ଆମେ ଜାଣୁ। ହଁ ମା। ମାତ୍ର ହେ ବେଥଲିହିମ ଉଫ୍ରାଥା ଜିହୁଦାର ସହସ୍ର ଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ। ପୁରାତନ କାଳରୁ, ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି। ପ୍ରେଜ୍ ଦ ଲର୍ଡ। ହ୍ୱାଟ ଇଜ ପୁରାତନ ହିୟର? ଦୂତ ମାନଙ୍କର ସୃଷ୍ଟିର ପୂର୍ବେ ଯେଉଁ ଯୁଗ ଥିଲା ତାହାକୁ କହନ୍ତି ପୂର୍ବ ଯୁଗ ବା पुरातन ଯୁଗ, प्राचीन काल, जब परमेश्वर अकेले थे। ପୂର୍ବ କାଳରୁ ମାନେ ବିତି ଯାଇଥିବା ଅତୀତ କାଳରରେ ବି ଯୁଗ ମାନଙ୍କର ପୂର୍ବରୁ ବି ଯୀଶୁ ଥିଲେ। ଆଉ ଯୁଗ ମାନେ ଶେଷ ହେଲା ପରେ ବି ଅନନ୍ତ କାଳ ପର୍ଯ୍ୟନ୍ତ ସେ ଥିବେ। ଆଉ ଯେ ପୃଥିବୀରେ ଉପସ୍ଥିତ ହେଲେ କୋଟା ପାଇଁ ପ୍ରଥମ ଜନ 3:8 କୋଟା ପାଇଁ ଉପସ୍ଥିତ ହେଲେ କଣ ଶୈତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ। ଆଉ ପ୍ରକାଶିତ ହେଲେ ମୁଁ ଆପଣଙ୍କୁ କହୁଥିଲି ଯୀଶୁ ଥିଲେ ସିଂହାସନରେ, କିନ୍ତୁ ଦୂତ ମାନେ ଜାଣି ପାରିଲେନି, ବୁଝିଲେ ନାହିଁ ସେଟା କିଏ ଏଟା ବୋଲି। କାରଣ ପରମେଶ୍ୱର ଆପଣ ପୁତ୍ରଙ୍କୁ ପ୍ରକାଶ କରିନଥିଲେ ଦୂତ ମାନଙ୍କ ସମ୍ମୁଖରେ। ସେଥିପାଇଁ ଦୂତ ମାନେ ବହୁତ ଜଣ ପାପରେ ପତିତ ହେଇକି ପଳେଇଲେ। କିନ୍ତୁ ଆମ୍ଭ ମାନଙ୍କ ପାଇଁ এই ଶେଷ ଯୁଗରେ ସେ ପ୍ରକାଶିତ ହେଲେ, ଉପସ୍ଥିତ ହେଲେ। କାହିଁ? ତିତୋସ ପତ୍ରିକା ବିଚାର ଆପଣ ମାନେ ବୁଝି ପାରୁଛନ୍ତି କି ନାଇଁ କି ଆଜିର ମେସେଜ? ତିତୋସ ବାପରେ କେତେ ଲମ୍ବ ଅଛି। ତିତୋସ 1 ଅଧ୍ୟାୟ ଉଁ 3 ପଦରୁ ପଢ ବେଟା। ସେହି ଅନନ୍ତ ଜୀବନ ସତ୍ୟବାଦୀ ଈଶ୍ୱର ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ। ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଆଜ୍ଞାନୁସାରେ ମୋ ଠାରେ ସମର୍ପିତ ହୋଇଅଛି।
ଓକେ ଓକେ, ଗୋଟେ ମିନିଟ୍ ଗୋଟେ ମିନିଟ୍। ସେ ଦେଖ, ତିନି ପଦରେ, ସେହି ଅନନ୍ତ ଜୀବନ ସତ୍ୟ ଈଶ୍ୱର ଅନାଦି କାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣ ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ। Praise the Lord। ଅନାଦି କାଳରେ ହିଁ ପ୍ରତିଜ୍ଞା କଲେ ଯୀଶୁଙ୍କୁ ଜନ୍ମ ଦେବି ବୋଲି, ଆଉ ଏ ଶେଷ ଯୁଗ ମାନଙ୍କରେ ତାଙ୍କୁ ପ୍ରକାଶ କଲେ। ପ୍ରେଜ୍ ଲର୍ଡ। ତ କେତେ ନମ୍ବର ପଏଣ୍ଟରେ ଅଛୁ ବର୍ତ୍ତମାନ? 5 ନମ୍ବର ପଏଣ୍ଟରେ ଆମେ ଜାଣିପାରୁଛୁ କି ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ ପାଇଁ ପ୍ରକାଶ ପାଇଲେ। ଯଦି ଆପଣଙ୍କ ଠାରେ ମୋ ଠାରେ ଜନ୍ମ ହେଇଛନ୍ତି ତ ତାର ପର୍ପସ୍ କଣ? ମାନେ ବ୍ଲେସିଂ ବ୍ଲେସିଂ, ଗାଡି ବଙ୍ଗଲା ଦୁନିଆଦାରି, ଏଟା ପାଇଁ ନୁହେଁ। ଆପଣଙ୍କ ମୋ ଜୀବନରେ ଶୈତାନର କାର୍ଯ୍ୟ ବିନାଶ କରିବା ପାଇଁ ସେ ପ୍ରକାଶ ପାଇଛନ୍ତି। ତେଣୁକରି ଶୈତାନର କୌଣସି ଶକ୍ତି, ଗୁଣିଗାରେଡି, ଭୂତ ପ୍ରେତକୁ ଦେଖିକି ଆପଣ ଡରିବା ଦରକାର ନାହିଁ। ଆପଣଙ୍କ ସମ୍ମୁଖରେ ତାହା ବିନଷ୍ଟ ହେବା ଆବଶ୍ୟକ ଯଦି ଯୀଶୁ ଅଛନ୍ତି ଆପଣଙ୍କ ଠାରେ। ଶୈତାନର ପ୍ରତ୍ୟେକ କାର୍ଯ୍ୟ, ତା ପାପର କର୍ମ ହେଉ, ପାପ ପ୍ରଲୋଭନ ହେଉ, ସଂସାରର ଆକର୍ଷଣ ହେଉ, କାମୁକତାର ପାପ ହେଉ, ମଦ୍ୟପାନର ପାପ ହେଉ, ମନ୍ଦ ଅଭ୍ୟାସ ହେଉ, ମିଥ୍ୟାପଣ ହେଉ, ଶୈତାନର କୌଣସି ଶକ୍ତି ହେଉ, ଭୂତ ଆତ୍ମା ହେଉ, ଗୁଣି ଗାରେଡି ହେଉ, ଯଦି ଯୀଶୁ ଆପଣଙ୍କ ଠାରେ ଅଛନ୍ତି ତ ଆପଣଙ୍କ ସମ୍ମୁଖରେ, ଅର୍ଥାତ୍ ଆପଣଙ୍କ ଠାରେ ଥିବା ଯୀଶୁଙ୍କ ସମ୍ମୁଖରେ ସେ ସବୁ କର୍ମ ବିନାଶ ପାଇଲା। ଆଜ୍ଞା, ଶୈତାନକୁ ଆପଣଙ୍କ ଉପରେ କୌଣସି ଅଧିକାର ନାହିଁ। ସେ ଆପଣ ଗୁଣି ଗାରେଡି ଦେଖାଇକି ଆପଣଙ୍କୁ କିଛି ବି କରିପାରିବ ନାହିଁ। ଆପଣ ଆଉ ମୁଁ ମୁକ୍ତ ଅଟୁ, କ୍ଷମା ପ୍ରାପ୍ତ ଅଟୁ। ଆମର ପାପର ମୁକ୍ତିର ମୂଲ୍ୟ ପ୍ରଭୁ ବାନ୍ଧି ସାରିଛନ୍ତି ସ୍ୱର୍ଗରେ। କ୍ଲିୟର, ଆମ ନାମର କେସ୍ ଟା କଟି ଯାଇଛି ସ୍ୱର୍ଗରେ। ଆମକୁ ମୁକ୍ତ ଘୋଷଣା କରିଛନ୍ତି। ଆମେ ମାନେ ସ୍ୱାଧୀନ ଅଟୁ, ନା ଶରୀରର ଦାସ, ନା ସଂସାରର ଦାସ, ନା କୌଣସି ମନ୍ଦ ଅଭ୍ୟାସର ଦାସ ଅଟୁ। ତ ଦିସ୍ ଆର୍ ଦ 5 ଥିଙ୍ଗସ୍ ଆଜି ପାଇଁ। ଆଉ 5ଟା ଅଛି ଯୋଉଟା କି ଏତେ, ଯେତିକି ନର୍ମାଲ ପାପରୁ ମୁକ୍ତି କରିବା ପାଇଁ ଆସିଲେ, ମୁକ୍ତିର ମୂଲ୍ୟ ଦେବା ପାଇଁ ଆସିଲେ, ଈଶ୍ୱରଙ୍କ ରାଜ୍ୟର ସଭ୍ୟ କରିବା ପାଇଁ ଆସିଲେ, ଆମକୁ 4ରେ କଣ ପଢିଲୁ? ହଁ, ଫାର୍ଷ୍ଟ, ହଁ, ପାପରୁ ମୁକ୍ତ କରିବା ପାଇଁ ଆସିଲେ। ନମ୍ବର 2, ମୁକ୍ତିର ମୂଲ୍ୟ ସୁଝିବା ପାଇଁ ଆସିଲେ, ବାନ୍ଧିବା ପାଇଁ ଆସିଲେ। ନମ୍ବର 3, ଈଶ୍ୱରଙ୍କ ରାଜ୍ୟ ସଭ୍ୟ କରିବା ପାଇଁ ଆସିଲେ। ନମ୍ବର 4, ଈଶ୍ୱରଙ୍କର ଇଚ୍ଛା ଆମ ଜୀବନରେ ସାଧନ କରିବାକୁ ଆସିଲେ। ଆଉ ନମ୍ବର 5, ଶୈତାନର କାର୍ଯ୍ୟ ବି ନଷ୍ଟ କରିବାକୁ ଆସିଲେ। ଆଉ ବାକି 5ଟା ଅଛି ଯାହା ମୁଁ କାଲି କହିବି। ତାହା ବହୁତ ଡେଞ୍ଜରଟା, ଯାହା ଆପଣ ମାନେ ପ୍ରାୟ ଆଗରୁ ଶୁଣି ନଥିବେ, ଶୁଣିଲେ ବି ଏତେ ଖେୟାଲ ଆସି ନଥିବ। ଟିକେ ଡେଞ୍ଜରଟା ସେଟା, ଯାହା ଆମେ ପବ୍ଲିକରେ କହିବୁନି, ଆମ ଭିତରର କଥା ଏଟା। ପ୍ରେଜ୍ ଦ ଲର୍ଡ। କଣ କଣ? ନମ୍ବର 1, ଲୋକ 4:19 ଈଶ୍ୱରଙ୍କର ଅନୁଗ୍ରହର ବର୍ଷ ଘୋଷଣା କରିବାକୁ ଆସିଲେ। ହୁଁ, ସେଟା ନମ୍ବର 6। ନମ୍ବର 7, ଯୋହନ 18:37 ସତ୍ୟ ପକ୍ଷରେ ସାକ୍ଷ୍ୟ ଦେବାକୁ ଆସିଲେ, ଜନ୍ମ ହେଲେ। ନମ୍ବର 8, ଅନ୍ଧ ଲୋକକୁ ଦୃଷ୍ଟି ଦେବାକୁ, ଆଉ ଯିଏ ଦେଖୁଛି ତାକୁ ଅନ୍ଧ କରିବାକୁ ଆସିଲେ। ଯୋହନ 9:39। ଲୁକ 12, ଲୁକ 12 49 ପୃଥିବୀରେ ଅଗ୍ନି ପକାଇବାକୁ ଆସିଲି। ଆଣ୍ଡ ଫାଇନାଲି ଲୋକ 12:50 ଭେଦ ଜନ୍ମାଇବାକୁ ଆସିଲି। ଏଇଟା ଆମେ କାଲି ଅଧ୍ୟୟନ କରିବା, ଟିକେ ଗଭୀର ଶିକ୍ଷା ଗୁଡିକ ଏଇଟା। ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା। ଆମେ ଜାଣିବା କି ଯଦି ସତରେ ପ୍ରଭୁ ଆମ ଜୀବନରେ
ପାଦ ପକାଇଛନ୍ତି, ଜନ୍ମ ହେଇଛନ୍ତି, ସତରେ କ୍ରିସମସ୍ ଯଦି ପାଳିଛନ୍ତି ଆପଣଙ୍କର ପର୍ସନାଲ ଲାଇଫରେ, ତ ଏଇ ସବୁ କର୍ମ, ଏଇ ସବୁ କାମ ଆପଣଙ୍କ ଠାରେ ଦେଖାଯିବା ଦରକାର। ଯାହାକି ପ୍ରାୟ ଜନ୍ମରୁ ଯେଉଁମାନେ ଖ୍ରୀଷ୍ଟିଆନ ସେମାନଙ୍କ ଠାରେ ଏସବୁ ନଥାଏ। ମୁଁ ଆପଣଙ୍କୁ କହିଥିଲି ଆମେମାନେ we should not be Christians by chance, we should be Christians by choice। ଖ୍ରୀଷ୍ଟିଆନ ଜନ୍ମ ପରିବାରରେ ଜନ୍ମ ହେଇଗଲୁ ବୋଲି ବାଇ ଚାନ୍ସରେ ଖ୍ରୀଷ୍ଟିଆନ ହେଇଗଲୁ, ନା ନା। ଯେମିତି ବିଜାତି ମାନେ ମଧ୍ୟ ସୁସମାଚାର ଗ୍ରହଣ କରି, ପାପ ସ୍ୱୀକାର କରି, ପ୍ରଭୁଙ୍କୁ ପ୍ରଭୁ ବୋଲି ମାନି, ଈଶ୍ୱର ବୋଲି ମାନି, ତାଙ୍କୁ କୃଷକୁ ତାଙ୍କ ରକ୍ତକୁ ଗ୍ରହଣ କରି ଆଶ୍ରୟ ନେଇ ପରିତ୍ରାଣ ଯେମିତି ପ୍ରାପ୍ତ ହେବା ଆବଶ୍ୟକ, ସେମିତି ଖ୍ରୀଷ୍ଟିଆନ ପରିବାର ଜନ୍ମ ହେଲେ ମଧ୍ୟ ବାଇ ଚଏସ୍ ନିଜେ ନିଷ୍ପତ୍ତି ନେଇ ମ୍ୟାନ୍ୟୁଆଲି ପ୍ରଭୁଙ୍କୁ ପାଇକି ପରିତ୍ରାଣ ପ୍ରାପ୍ତ ହେବା ଆବଶ୍ୟକ। ବହୁତ ଜଣ ଖ୍ରୀଷ୍ଟିଆନ ମାନେ ଭାବୁଛନ୍ତି କି ଆମ ଜେଜେବାପା ଠାରୁ ଆମେ ଯେହେତୁ ଖ୍ରୀଷ୍ଟିଆନ, ତେଣୁକରି ଆମକୁ एक्स्ट्रा की परित्राण दरकार, में तो आगुरी तो क्रिश्चियन आओ, ना ना ना, वो तो बाई चांस हो गया, बाई चॉइस। वो आपकी चॉइस होना चाहिए कि मु परित्राण प्राप्त हेबार अछि क्रिश्चियन है कि भी। ଯଦି ବ୍ୟବସ୍ଥା ପ୍ରାପ୍ତ ଜିହୁଦୀ ମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଗୋଟେ ଗୋଟେ ପୁରାତନ ନିୟମରେ ସଂଯୁକ୍ତ ହେଇଥିବା ଜିହୁଦୀ ମାନଙ୍କୁ ଯଦି ପରିତ୍ରାଣ ଦରକାର, ତ ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ହେଇକି ବି ପରିତ୍ରାଣ ଦରକାର ଆଜ୍ଞା। ଏଇ ବିଷୟରେ ପ୍ରତି ଟିକେ ସାବଧାନ ହୁଅନ୍ତୁ। we should be Christians by choice। ଖ୍ରୀଷ୍ଟମାସ ପର୍ବ ପାଳିବାଟା ନାହିଁ, ପ୍ରକୃତରେ ଯୀଶୁ ଆପଣଙ୍କ ଜୀବନରେ ଜନ୍ମଗ୍ରହଣ କଲେ କି, ଆପଣଙ୍କ ଜୀବନରେ ପ୍ରବେଶ କଲେ କି, ଆପଣଙ୍କ ହୃଦୟରେ ସେ ଜନ୍ମ ହେଲେ କି? ଯଦି ହେଇଛନ୍ତି ତ ଉଦ୍ଧାର ପାଇବେ, ପାପରୁ ମୁକ୍ତ ହେବେ। ଯଦି ହେଇଛନ୍ତି ତ ଆପଣଙ୍କର ମୁକ୍ତିର ମୂଲ୍ୟ ସୁଝି ଦେଇଛନ୍ତି ପ୍ରଭୁ। ସେ ଋଣ ସବୁ କାଟି ଦେଇଛନ୍ତି। ଆପଣଙ୍କ ନାମରେ ଯେଉଁ କେସ୍ ଥିଲା କାଟି ଦେଇଛନ୍ତି। ଆପଣଙ୍କୁ ଜୋରିମାନା ବାନ୍ଧି ଦେଇଛନ୍ତି। ଆପଣ କାହାର ଋଣୀ ନୁହନ୍ତି ନା ଦାସ ହେଇଛନ୍ତି କାହାର। ଈଶ୍ୱରଙ୍କର ଛଡା କାହାରି ଦାସ ନୁହଁ ଆମେ। କାହାରି ପାଦ ପାଖରେ ଆମେ ପଡି ରହିବା ଦରକାର ନାହିଁ। ଯଦି ପ୍ରଭୁ ଅଛନ୍ତି ଆପଣଙ୍କ ଜୀବନରେ, ଈଶ୍ୱରଙ୍କ ରାଜ୍ୟରେ ଅଛନ୍ତି ଆପଣମାନେ। ଦୁନିଆର କୋଉ ରାଜ୍ୟରେ ଥିଲେ ମଧ୍ୟ ସ୍ୱର୍ଗ ଆମକୁ କ୍ଲେମ କରିବ, ଆମକୁ ଦାବି କରିବ କି ଆମ୍ଭର ଲୋକ ବୋଲି। ୱାଓ। ନମ୍ବର 5, ଈଶ୍ୱରଙ୍କର ଇଚ୍ଛା ସାଧନ ହେବ ଆମ ଜୀବନରେ। ଶାସ୍ତ୍ରରେ ଯାହା ଲେଖା ଅଛି ସେହି ପ୍ରମାଣେ ଆମ୍ଭେମାନେ ଜୀବନ ଯାପନ କରିବୁ। ଆଉ ଈଶ୍ୱରଙ୍କର ଇଚ୍ଛା, ଈଶ୍ୱରଙ୍କ ସଂକଳ୍ପ ଯୋଜନା ଯାହା ଅଛି ଆମ ଜୀବନରେ ସଫଳ ହେବ। ଆଉ ତାପରେ ଶୈତାନର କାର୍ଯ୍ୟ ଆପଣଙ୍କ ଜୀବନରେ ଅସକ୍ସେସ୍ ହେବ ନାହିଁ, ବିନଷ୍ଟ ହେଇଯାଉଥିବ। ଏହିପରି ଅନୁଭୂତି ପାଇବ। ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା।